ତ ଆଜି ଆଜି ମଜାଦାର ଗୋଟେ ଦିନ ଅଛି ନା, ଦେଖାଯାଉ ଅବଭିୟସଲି କଣ ହଉଛି। ଅବଭିୟସଲି 2026 ପାଇଁ ଯୋଉ ଆକ୍ଚୁଆଲି IPL ଆଜି ହଉଛି ଅପସନ ସେଇ ଅଛି। ଦିନ ଯେ ମାନେ ଆଜି ତାର ମାନେ ନିଭ୍ ପଡିବ, ମାନେ ଶୁଭାରମ୍ଭ ହବ ଯେ ଭାଇ ହବ ଶତ୍ରୁ, ତାର ଆଜି ଶୁଭାରମ୍ଭ ହବ। ଠିକ କଥା ତାପରେ ଠିକ ଧରିଛ ତମେ। ତାପରେ ବି ଆଉ ଗୋଟେ ବି ଆମ ଖରା ସିଜନ ର ପ୍ଲାନିଂ ଟା ଆଜି ହବ, ବାସ୍ ମାନେ ମାର୍ଚ୍ଚ ମାର୍ଚ୍ଚ ଏପ୍ରିଲ ମାର୍ଚ୍ଚ ମେ ର ଏପ୍ରିଲ ର ପ୍ଲାନିଂ ଟା ପ୍ଲାନ୍ ଟା ଆଜି ହବ, ଆଜିଠୁ ସଟେଡ୍ ହବ। ଆଜିଠୁ ହବ। ଆଜି ଦେଖା ହବ କାହାର କେତେ ଦମ। ମାନେ ବାଇ ଦ ୱେ ଆମେ ତ ସବୁବେଳେ ଇଣ୍ଟ୍ରୋଡକ୍ସନ ଦବାକୁ ପଡିବନି, ତ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜି ଜୟ ଆମେ ଜଗନ୍ନାଥ। ଗୋଟେ ବଡ ଟପିକ ବିଷୟରେ ଗୋଟେ ଭିଡିଓ ଟା ବନେଇଛୁ, ଯୋଉଟା କି ୱେଟ୍ କରନ୍ତୁ ନେକ୍ସଟ ଡେ ଆସିଯିବ। ଏବେ ଆମେ ଇଣ୍ଡିଆ ସାଉଥ ଆଫ୍ରିକା ଥାର୍ଡ T20 ବିଷୟରେ କିଛି ଡିସ୍କସନ କରିଦବା। ନେକ୍ସଟ ଭିଡିଓ ତ ଦେବପ୍ରିୟ ଯେତେ ଜଲ୍ଦି ତମେ ପୋଷ୍ଟ କରିବ। ଦେବପ୍ରିୟ ଆମର ହଉଛନ୍ତି ହର୍ତ୍ତା କର୍ତ୍ତା ଦୈବ ବିଧାତା ସବୁ କିଛି, ଏଡିଟର। ଆମେ ଖାଲି ଆସୁଛୁ ବକର ବକର ହେଇକି ପଳଉଛୁ, କିନ୍ତୁ ବାସ୍ ତ ଯାହାହେଲେ ମେନ୍ କାମ ସମସ୍ତଙ୍କର ଗୁଡା କଣ୍ଟ୍ରିବ୍ୟୁସନ ଅଛି। ଦେବପ୍ରିୟ। ନାଇଁ ନା ସମସ୍ତଙ୍କ ଫିର ବି କଣ୍ଟ୍ରିବ୍ୟୁସନ ମିଲା କିଛି ହେଇପାରିବ ନାହିଁ। ଆମ 25% ତମର 50% ଏକୁଟିଆ ରହୁଛି ଆଉ। 50% ଏକୁଟିଆ ସେୟାର, ଆମର 20% ସେୟାର। ହଁ ତ ଠିକ ଅଛି। IPL ରିଗାର୍ଡିଂ ତ ଆମେ ସେ ଭିଡିଓଟା ଯୋଉଟା ଡିସ୍କ୍ରାଇବ କରିଛେ, ସରି ଡିସ୍କ୍ରାଇବ କରିଛେ କହିଥିଲି, ଡିସ୍କ୍ରାଇବ କରିବା ସେ ଭିଡିଓଟା ତ କାଲି ହିଁ ଦର୍ଶକ ବନ୍ଧୁ ମାନେ ଆପଣ ମାନେ ଦେଖିବାକୁ ପାଇବେ କି କୋଉ ପ୍ଲେୟାର ଯୋଉ କୋଉ ବି ଟିମ୍ କୁ ହଟ୍ ଯାଉଛନ୍ତି। ଟିମ୍ ଅଛନ୍ତି ସେମାନେ କୋଉ ଟିମ୍ କୁ ଯାଉଛନ୍ତି, ପ୍ଲସ ଯୋଉ ବି ହଟ୍ ଟିମ୍ ଅଛନ୍ତି ଯୋଉମାନେ ପିକ୍ କରିବାକୁ ଚାହୁଁଛନ୍ତି କି ଗୋଟେ ବଡ ସସ୍ପେନ୍ସ ଚାଲିଛି CSK କ୍ୟାମରନ ଗ୍ରୀନ ର, ହୁଁ ହଉଛି କି ନାହିଁ, କି ଏମିତି ବହୁତ ସାରା ସସ୍ପେନ୍ସ ଯେମିତି ମାନେ ଆଣ୍ଡ୍ରୁ ରସଲ ରିଟାୟାରମେଣ୍ଟ ରିଗାର୍ଡିଂ କାହିଁ ରିଟାୟାରମେଣ୍ଟ ହେଲା ସେଇଟା ବି ଗୋଟେ ଇଏରେ ଚାଲିଛି। ତ ସେ ସବୁ ରିଗାର୍ଡିଂ ନେକ୍ସଟ ଭିଡିଓରେ ତ କରିବା। ଠିକ ଅଛି, ଏବେ ଆମେ ରିସେଣ୍ଟ ଯାହା ବି ଚାଲିଛି ଇଣ୍ଡିଆ ଗୋଟେ ତା ଭିତରେ ଗୋଟେ ବଡ ମାନେ ଘଟଣା କଣ, ବଡ ନୁହଁ ଛୋଟ ଜିନିଷଟେ ହେଇସାରିଛି। 1 ସେକେଣ୍ଡ ଇଣ୍ଡିଆ ପାକିସ୍ତାନକୁ ହରେଇ ସାରିଛି। ସେ ହଉଛି 1 ସେକେଣ୍ଡ। ଆମର ଅଣ୍ଡର-19 ଅଣ୍ଡର ଏଟା 19 ହଉଛି ଆକ୍ଚୁଆଲି ବଡ ଇଣ୍ଡିଆର କହିଦେଲି ସରି। ବାହାତର ଖେଳ ଥିଲା। ବାସ୍ ସରି। ଅଣ୍ଡର-19 ହୁଅନ୍ତୁ ବା ମେନ୍ ଟିମ୍ ହୁଅନ୍ତୁ ବା ଓମେନ୍ ଟିମ୍ ହୁଅନ୍ତୁ, ପାକିସ୍ତାନ ଇଣ୍ଡିଆଠୁ ହାରିବାଟା ହଉଛି ପରମାନେଣ୍ଟ। ପରମାନେଣ୍ଟ ଆଉ ପାକିସ୍ତାନକୁ ବୋଧେ ହେଇସାରିଛି। ରୋଷ୍ଟ କରିବାକୁ ତ ଆମେ ଆଗଭର ସବୁବେଳେ। ଭିକାରୀ ମାନଙ୍କୁ ଆମେ କୌଣସି କ୍ଷେତ୍ରରେ ମାନେ ଟିକେ ଟିକେ ବି ଛାଡିବାକୁ ଆମେ ଚାହୁଁନୁ। ତ ସେ କ୍ଷେତ୍ରରେ ବି ଆଜି ଆମେ ଟିକେ ଆଗେଇ ଯିବା ନା କଣ ପ୍ରୀତିଶ? ହଁ, ଇଣ୍ଡିଆ ପାକିସ୍ତାନ ହରେଇ ସାରିଛି। ଆଉ ଆଣ୍ଡ ଗୋଟେ କଥା, ଆଜି ଇଣ୍ଡିଆ ମାଲେସିଆ ମ୍ୟାଚ ହେଲେ ହିଁ ଆସି, ବାସ୍ ଇଣ୍ଡିଆ ମାଲେସିଆ ମ୍ୟାଚ ଅଛି ଆଜି, ଆମେ ଇଣ୍ଡିଆ ପାକିସ୍ତାନ ର କହୁଛେ। ତ ଇଣ୍ଡିଆ ପାକିସ୍ତାନ ପ୍ଲସ ଇଣ୍ଡିଆ ସାଉଥ ଆଫ୍ରିକା ଥାର୍ଡ T20 ର। ଆଉ ଆସେସ ବିଷୟରେ ଆମର ଇଂଲିଶ କମେଣ୍ଟେଟର ପୁରୁଫ ଗଦାଧର ଗଦାଧର ପ୍ରଧାନ କିଛି ପ୍ରଧାନ। ସେ ଡିସ୍କ୍ରାଇବ କରିବେ, କାହିଁକି ନା ଆମର ନେକ୍ସଟ ଯାହା ବି ଲାଇଭ କନସର୍ଟ ଆସିବ ବାହାର ଟୁର ମାନଙ୍କର, ଅଷ୍ଟ୍ରେଲିଆ ଇଂଲଣ୍ଡ ଯେତେବେଳେ ଆମେ ପ୍ଲାନ କରିବା କି ଯେବେ, ସେ ସବୁ ଗଦାଧର ପ୍ରଧାନ ହିଁ କରିବେ। ତ ଇଣ୍ଡିଆ ଗଦାଧର ଟୁରରେ ବି ପ୍ରଧାନ ମୁଁ ଅଛି ହଉଛନ୍ତି ଆମର ଓଭରସିଜ ବାହାର ଟୁରରେ। କମେଣ୍ଟେଟର। ହଁ, ଓଭରସିଜ ଓକେ, କମେଣ୍ଟେଟର, ତ ସେ ଥ୍ୟାଙ୍କ ୟୁ ବିଷୟରେ କିଛି ଡିସ୍କ୍ରାଇବ ଥ୍ୟାଙ୍କ ୟୁ ଫର ଦ ଆପ୍ରିସିଏସନ। ଠିକ ଅଛି। ତ ଠିକ ଷ୍ଟାର୍ଟ କରିବା ଆମର ଇଣ୍ଡିଆ ସାଉଥ ଆଫ୍ରିକା ଥାର୍ଡ T20 ସ୍କୋର କାର୍ଡ ରିଗାର୍ଡିଂ ଟପିକ ରୁ। ତ ସବୁଠୁ ଗୋଟେ ବଡ ମିଷ୍ଟ୍ରି ଥିଲା ଯେ ଟସ୍ ଯିଏ ଜିତୁଥିଲା ସେ ମ୍ୟାଚ୍ ହାରୁଥିଲା, ଯୋଉଟା କି ଥାର୍ଡ T20 ରେ ଓଲଟା ହେଇଯାଇଥିଲା। ଟସ୍ ଇଣ୍ଡିଆ ଜିତିଲା ଆଉ ମ୍ୟାଚ୍ ବି ଇଣ୍ଡିଆ ଜିତିଲା। ତ ଯାହା ହଉ ଗୋଟେ ଭଲ କଥା ଥିଲା ଇଣ୍ଡିଆ ପାଇଁ। ସୋ ଫାଇନାଲି ଟସ୍ ର ଯୋଉ ମିଷ୍ଟ୍ରିଟା ଥିଲା ସେଟା ତ ସଲ୍ଭ ହେଇଗଲା। ବାକି ଇଣ୍ଡିଆ ଟସ୍ ଜିତିକି ଯେମିତି ସମସ୍ତେ ଜାଣିଛନ୍ତି ବୋଲିଂ ଚୁଜ କଲା ଆଉ ଇନଭାଇଟ କଲା ସାଉଥ ଆଫ୍ରିକାକୁ, ଆସ ତମେ ବ୍ୟାଟିଂ କର, ତମର ଦେଖାଅ ତମର ଜଲୁଆ। କିନ୍ତୁ ସେ ତାଙ୍କ ଜଲୁଆରେ ପାଣି ଫେରେଇ ଦେଇଥିଲେ ଆମର ଲେଫ୍ଟ ଆର୍ମ ସୁଇଙ୍ଗର ଯିଏକି ହଉଛନ୍ତି ଅର୍ଷଦୀପ ସିଂ, ଏବଂ ତାଙ୍କ ସହିତ T20 ସ୍ପେଶାଲିଷ୍ଟ ସରି ଗୌତମ ଗମ୍ଭୀର ଫେଭରେଟ ପର୍ସନ, ସ୍ପେଶାଲିଷ୍ଟ। T20 ସ୍ପେଶାଲିଷ୍ଟ ମିଷ୍ଟର ହର୍ଷିତ ରାଣା। ସୋ ନାଇଁ ତମେ ସେକେଣ୍ଡାରୀ ବୋଲର ତମେ ମାନେ ଶୁଣ ତମେ ମାନେ ହର୍ଷିତ ରାଣାକୁ ଟ୍ରୋଲ କରୁଥିଲ, କିନ୍ତୁ ସେ ଏବେ କେତେଟା ମ୍ୟାଚ ରେ ଖେଳିଛି T20, ସେ 50ଟା ୱିକେଟ ନେଇ ସାରିଲାଣି, ଗୋଟେ ମାଇଲଷ୍ଟୋନ ଅତିକ୍ରମ ନାଇଁ କରି ନାଇଁ ସାରିଲାଣି। ନାଇଁ ଆକ୍ଚୁଆଲି କହିବାକୁ ଗଲେ ହର୍ଷିତ ରାଣା ହଉଛି ପରଫେକ୍ଟ ଫର T20।
ବଟ୍ ତାକୁ ଟେଷ୍ଟ ଆଉ ୱାନଡେ ରେ ଜବରଦସ୍ତି ପୁsh କରାହଉଛି, ତ ସେଇଟାକୁ ଆମେ ଲାଇକ୍ କରୁନୁ। ଠିକ ଟି କଥା, ଟ୍ୱେଣ୍ଟି ଯୋଉଟା କି ଠିକ ଅଛି, ଏଇଟା ହିଁ ଠିକ କଥା କି ସିଏ ଟି ସିଏ ଟ୍ୱେଣ୍ଟି ଆଇପିଏଲ ରୁ ପାଇଁ ଯୋଉ ହର୍ଷିତ ରାଣା ଆସିଛି, ମାନେ ଆଇପିଏଲ ତ ଟି20 ଫର୍ମାଟ ଖେଳିକି ସି ଆସିଛି। ମହମ୍ମଦ ସାମି ବିନା ଉପସ୍ଥିତିରେ ମୁଁ ତ କହିବି ଅର୍ଷଦୀପ ସିଂ, ଯଶପ୍ରୀତ ବୁମରା, ହର୍ଷିତ ରାଣା ପରଫେକ୍ଟ ବୋଲିଂ ଲାଇନର ବାସ୍ ମାନେ ଫର ଟି20। ଟି20, ହଁ। କାରଣ ହର୍ଷିତ ରାଣାର ଗୋଟେ ପ୍ଲସ ପଏଣ୍ଟ ଇଏ ରହୁଛି କି ସେ ବ୍ୟାଟିଂ ବି କରିପାରେ ଅଳ୍ପ ବହୁତ। ବ୍ୟାଟିଂ ତ ହୁଁ ବ୍ୟାଟିଂ, ତ ହର୍ଷିତ ରାଣା ପାଖରେ ଆକ୍ଚୁଆଲି ଟିକେ ଭେରିଏସନ ଅଛି, ସ୍ଲୋର ମାରିଦବ, ସ୍ଲୋର ୟର୍କର ମାରିଦବ, ସ୍ଲୋର ବାଉନ୍ସର ସି ମାରିଦବ, ତ ସେଟା ସେ ନାଇଁ ମିଡିଲ ସେ ନା ସେକ୍ଟର ସେ ସିଏ ଭଲ ତ ହେଲା କରିପାରେ। ବୋଲର ଅଲରାଉଣ୍ଡର ନା, ସେ ଥୋଡି ହୁଁ, ନା ବ୍ୟାଟିଂ ଅଲରାଉଣ୍ଡର, ସେ ବୋଲିଂ ଅଲରାଉଣ୍ଡର। ବୋଲିଂ ତ କ୍ୟାପାବିଲିଟି ଅବଭିୟସଲି ରହିବ, କିନ୍ତୁ ପ୍ଲସ୍ ପଏଣ୍ଟ ଏଇଟା କି ବୋଲିଂ ଅଲରାଉଣ୍ଡର ସହିତ ବ୍ୟାଟିଂ ବି ଭଲ କରିପାରୁଛି। ହଁ, ମାନେ ଭଲ ମାନେ କଣ, ବ୍ୟାଟିଂ ବି କରିପାରିବ, ମାନେ ଠିକ ସିକ୍ସ ଠାକ। ଯେମିତି ଉମେଶ ଯାଦବ ଟାଇପ ର ହଁ, ସିକ୍ସ ହିଟିଂ ଆବିଲିଟି ଅଛି ତାର। ହଁ, ତ ପରଫେକ୍ଟ ଫର ଟି20। ଆମେ ୱାନ ଡେ ଟେଷ୍ଟ ଜୋର ଜବରଦସ୍ତ ଖେଳେଇକି ଗୋଟେ ପ୍ଲେୟାର କ୍ୟାରିୟର ନଷ୍ଟ କରିବା କି ବାସ୍ ବାସ୍। ତାକୁ ବ୍ଲେମ କରିବା, ସେଇଟା ଖରାପ ଜିନିଷ, ସେଥିଲାଗି ଆମେ ଅପୋଜ କରୁ ନା କି ଟି20 ରେ ତାକୁ। ଟି20 ମୁଁ ଆଗରୁ ବି କହିଛି, ହର୍ଷିତ ରାଣା ପରଫେକ୍ଟ ଫର ଟି20, ନଟ୍ ୱାନ୍ ଡେ ଟେଷ୍ଟ। ହଁ, ୱାନ୍ ଡେ ଟେଷ୍ଟ ସେ ଖେଳି ପାରିବ, ନୋ ଡାଉଟ, କିନ୍ତୁ ତାକୁ ଡୋମେଷ୍ଟିକ ରେ ପରଫରମାନ୍ସ ସେଇଭଳିଆ କରିବାର ଅଛି, ତାହେଲେ ଯାଇକି ସେ ଆସିକି ୱାନ୍ ଡେ ଆଉ ଟି20, ସରି ୱାନ୍ ଡେ ଆଉ ଟେଷ୍ଟ ସେ ପରଫରମାନ୍ସ ଦେଇପାରିବ। ଆଉ ତମେ ଯଦି ଡାଇରେକ୍ଟ ତାମାନେ ଟି20 ଦେବପ୍ରିୟ ବୋଲରକୁ ନେଇକି ଟେଷ୍ଟ ପୁରେଇ ଦବ, ତ ସେଟା ତ ଠିକ ନୁହଁ ନା। ହଁ, ତ କଣ ଦେବପ୍ରିୟ କହୁଥିଲି ଗୋଟେ। ତ ଆମର ଯୋଉ ଅପକମିଂ ଟି20 ୱାର୍ଲଡ କପ୍ ଅଛି, ତ ତମେ ମାନେ କମ୍ବିନେସନ କଣ ଦେଖିବାକୁ ଚାହୁଁଛ? ମାନେ ଚାରିଟା ଫାଷ୍ଟ ବୋଲର, ମାନେ ନାଇଁ ହାର୍ଦ୍ଦିକ ନାଇଁ ପାଣ୍ଡ୍ୟାକୁ ମିଶେଇକି ନାଇଁ, ଚାରିଟା ଫାଷ୍ଟ ବୋଲର ପ୍ଲସ ଦିଟା ସ୍ପିନର। ଡିପେଣ୍ଡସ୍ ଅନ୍ ପିଚ୍, ଡିପେଣ୍ଡସ୍ ଅନ୍ ପିଚ୍। ଡିପେଣ୍ଡସ୍ ଅନ୍ ପିଚ୍। ଆଉ ମୁଁ ଓକେ। ମତେ ଲାଗୁନି ଆମର କି ଇଣ୍ଡିଆରେ ଇଣ୍ଡିଆନ କଣ୍ଡିସନରେ, ହଁ ଇଣ୍ଡିଆ କଣ୍ଡିସନରେ କେବେ ବି ଚାରିଟା ଫାଷ୍ଟ ବୋଲର ସହିତ ଫାଷ୍ଟ ଇଣ୍ଡିଆ ଜୀବନ ବାସ୍ ମତେ ବାସ୍, ଲାଗୁନି। ତ ସ୍ପିନର ରହିବେ ଯେମିତି ଇଏ ଆମର ବରୁଣ ଚକ୍ରବର୍ତ୍ତୀ, ମିଷ୍ଟ୍ରି ବୋଲର ତ ପକ୍କା, ଆଉ ତା ସହିତ ଆରେ ଭାଇ କୁଲଦୀପ ୱାର୍ଲଡ ଯାଦବ। ଟି20 ଏକ ନମ୍ବର ବୋଲର, ସେ ମିଷ୍ଟ୍ରି ବୋଲର କଣ? ବାସ୍, ମୁଁ ସେଇ କଥା କହୁଛି, ମିଷ୍ଟ୍ରି ସ୍ପିନର ତାକୁ ଖେଳିବା, ମାନେ ଇଂଲଣ୍ଡ, ସାଉଥ ଆଫ୍ରିକା, ଅଷ୍ଟ୍ରେଲିଆ, କୌଣସି ଦେଶର ପ୍ଲେୟର ତାକୁ ଆଜି ପର୍ଯ୍ୟନ୍ତ ଠିକ ଭାବେ ତା ହ୍ୟାଣ୍ଡରୁ ରିଡ୍ କରିପାରୁନାହାନ୍ତି, ତ ସେମାନଙ୍କ ପାଇଁ ତ ସେ ଗୋଟେ ମିଷ୍ଟ୍ରି ନା, ତ ଦ୍ୟାଟ୍ସ ତ ହ୍ୱାଇ ଅଲମୋଷ୍ଟ ହି ଇଜ ଏ ମିଷ୍ଟ୍ରି ବୋଲର, ନଟ୍ ସି। ଓକେ। ତ ଅଲମୋଷ୍ଟ ବୋଲିଂ ଲାଇନ ଅପ୍ ମାନେ ଅଲମୋଷ୍ଟ ସେଟେଲଡ ହେଇଯାଇଛନ୍ତି, ଯେମିତି କି ତମେ କହିଲ କି ବୁମରା, ଅର୍ଷଦୀପ ସିଂ, ହର୍ଷିତ ରାଣା, ନା, ହର୍ଷିତ ହାର୍ଦ୍ଦିକ ରାଣା ପାଣ୍ଡ୍ୟା। ପିଚ୍ କୁ ଦେଖିକି, ପିଚ୍ କୁ ନାଇଁ ନାଇଁ, ଦେଖିକି। ମୁଁ ଟିମ୍ 15 ର ଯୋଉ ବୋଲିଂ ଲାଇନ ଅପ୍ ସେଇଟା ଓକେ ମୁଁ ଓକେ, କହିବାକୁ ହଁ ଚାହୁଁଛି। ହଁ ହଁ। ତ ଆମର 4 ଜଣ ପେସର ହେଇଗଲେ। ସ୍ପିନର ଭିତରେ ମାନେ ପ୍ରଥମେ ତ ଆସିବେ, ମାନେ ବୋଲର ହିସାବରେ ଆସିବେ ବରୁଣ ଚକ୍ରବର୍ତ୍ତୀ, ଆଉ ଆମର ଅକ୍ଷର କୁଲଦୀପ ପଟେଲ, ଯାଦବ, କୁଲଦୀପ ଯାଦବ। ଆଉ କୁଲଦୀପ ଯାଦବ। ହୁଁ। କୁଲଦୀପ ଯାଦବ। ତ ଅକ୍ଷର 4 3 ପଟେଲ 7 ବୋଲିଂ, ଜଣ। ସରି, ଅକ୍ଷର ପଟେଲ ହଉଛି ଅଲରାଉଣ୍ଡର, ସ୍ପିନ୍ ଅଲରାଉଣ୍ଡର। ନାଇଁ, ମୁଁ ବୋଲିଂ ଲାଇନ ଅପ୍ ଟା କହିଦେଲି। ଓକେ ଓକେ, ହଁ। ନାଇଁ ଆଉ ଠିକ ତମେ ଠିକ, କୁଲଦୀପ ଛାଡିଦେଲ ଯାଦବ, ଶିବମ ଅକ୍ଷର ପଟେଲ ଦୁବେକୁ, ମାନେ ରହିବ। ବୋଲିଂ ରେ ଶିବମ ଶିବମ ଦୁବେକୁ ଦୁବେ ବି ତମେ ଅବଶ୍ୟ ଛାଡିଦେଲ। ରହିବ। ହଁ, ଶିବମ ଦୁବେ, ସେ ଦେଖ ସିଏ ଅକ୍ଷର ପଟେଲ ଯେମିତି ସଙ୍କଟ ମୋଚକ ବ୍ୟାଟିଂ ପାଇଁ, ତ ଶିବମ ଦୁବେ ବି ବୋଲିଂ ପାଇଁ ଗୋଟେ ସଙ୍କଟ ମୋଚକ ଭାବିଦିଅ। ହଁ। ନାଇଁ, ବର୍ତ୍ତମାନ ମୁଁ ଦେଖୁଥିଲି ଯାହାବି ଆମ ଥାର୍ଡ ଟି20 ରେ ବି ଶିବମ ଦୁବେର ମାନେ ଗୋଟେ ଆସିଗଲାନି ଆଇଡିଆ, ଯେ ଲାଇନ ଲେନ୍ଥ ଯୋଉ ସେ ଫାଷ୍ଟ ଯୋଉ ଭଳିଆ ବୋଲିଂ କରୁଥିଲା, ମାଡ ଖାଉଥିଲା, ଏବେ ସେଇଟା ତା ପାଖରେ ଆଉ ନାହିଁ। ସେ ପରଫେକ୍ଟ ଲାଇନ ର ଲେନ୍ଥ ର ଭଲ ଭଲ ଭାବରେ ପକଉଛି, ତ ସେଇଟା ତା ପାଇଁ ଗୋଟେ ପ୍ଲସ୍ ପଏଣ୍ଟ, ଖାଲି ତା ଆମେ ପାଇଁ ଗୋଟେ ନୁହଁ, ଜିନିଷ ଭୁଲି ପୁରା ଯାଉଛେ, ଆମ ଟିମ୍ ଇଣ୍ଡିଆ ପାଇଁ। ଦେବପ୍ରିୟ, ଆମେ ଗୋଟେ ଜିନିଷ ଭୁଲି ଯାଉଛେ। ଦିନ ଥିଲା ଶିବମ ଦୁବେ ଯୋଉ ମ୍ୟାଚ୍ ଖେଳୁଥିଲା ଇଣ୍ଡିଆ ଜିତୁଥିଲା। ଅବଶ୍ୟ ହଁ, କିଛିଟା ମ୍ୟାଚ୍ ହାରି ଯାଇଛି, କିନ୍ତୁ କିଛିଟା ନା ଗୋଟେ ମ୍ୟାଚ୍ କିଛିଟା ଲକ୍ ହାରିଛି ନାହିଁ। ସବୁବେଳେ ଅଷ୍ଟ୍ରେଲିଆରେ, ଗୋଟେ ଲକ୍ ମ୍ୟାଚ୍ ସବୁବେଳେ ହାରିଛି। କ୍ୟାରି କରୁଛି ନାଇଁ ସେ। ନାଇଁ, ଗୋଟେ ନୁହଁ, ଦିଟା ମ୍ୟାଚ୍। ହଁ, ଦିଟା ସରି ମ୍ୟାଚ୍ ସରି, ହାରିଛି, ଦିଟା ଗୋଟେ ମ୍ୟାଚ୍। ସାଉଥ ଆଫ୍ରିକା ହଁ ଏଗେନଷ୍ଟ ହଁ, ରିସେଣ୍ଟ, ଆଉ ଆଉ ଗୋଟେ ଗୋଟେ ଅଷ୍ଟ୍ରେଲିଆ ଦୂରେ। ଅଲମୋଷ୍ଟ ଅଷ୍ଟ୍ରେଲିଆ। ଶିବମ ଦୁବେ 40 ମ୍ୟାଚ୍ ଖେଳି ସାରିଲାଣି, 40 କି ହଁ, 40 45 ମ୍ୟାଚେସ୍ ଖେଳି ସାରିଲାଣି। ତ ତା ଦେହରୁ ତ ଦିଟା ସେଇଥିରୁ ମ୍ୟାଚ୍ ହିଁ ଦିଟା ହାରିଛି। ହେଲେ କିଛି, ମାନେ ଅଲମୋଷ୍ଟ 95% ଏବଭ୍ ୱିନିଂ ପରସେଣ୍ଟେଜ। ଓକେ, ତ ବ୍ୟାକ୍ ଟୁ ଆୱାର ଟପିକ। ଓକେ ତ ଏମିତି ତ ନାଇଁ, କଥାବାର୍ତ୍ତା କଲେ ବହୁତ କିଛି ଠିକ ପଳେଇବ। ଗଦାଧର ଗୋଟେ ଭଲ ଟପିକ ଟା ଉଠେଇଛି। ତ ଯଦି ଆମେ ପ୍ରେଡିକ୍ସନ ଦେଖିବାକୁ ଯିବା, ମାନେ ଟି20 ଫର ଟି20 ୱାର୍ଲଡ କପ୍ ଏବେକା ସିଚୁଏସନ ୱାଇଜ, ତ ହୁଁ। ଦେବପ୍ରିୟା କଣ ଭାବୁଛୁ ତୁ, ପ୍ରେଡିକ୍ସନ ଟା କଣ ହବ, 15 ଟା ପ୍ରେଡିକ୍ସନ ଟା କଣ ହବ? ମତେ ଲାଗୁଛି ଏବେ ଯୋଉ ଟିମ୍ ଅଛି ସେଇ ଟିମ୍, नो ଚେଞ୍जेस, ଅନଟିଲ ଅନଲେସ୍ ଯଦି ଇନଜୋର୍ଡ ନ 15 ହେଇକି। ହଁ, 15 ସେଇ 15 15, ଯେମିତି ସମସ୍ତେ କି ଜାଣିଛନ୍ତି, କି ଓପନିଂ ରେ ଅଭିଷେକ ଶର୍ମା, ଶୁଭମନ ଗିଲ୍, ଆଉ ଥାର୍ଡ ବ୍ୟାକଅପ୍ ଓପନର ହିସାବରେ ଦୁଇ ରହିଲା ଆମର ସଞ୍ଜୁ ସାମସନ, 3। ତାପରେ 3 ନମ୍ବର 4 ନମ୍ବର ସର୍ଟେଡ ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ,
ତାପରେ ୱିକେଟ କିପର ହିସାବରେ ଏକ ତ ବ୍ୟାକଅପ୍ ଓପନର ସଞ୍ଜୁ ସାମସନ ଗଲା ଆଉ ଜିତେଶ ଶର୍ମାକୁ ସେମାନେ ରଖିବେ ଡେଫିନେଟଲି। ତ କିଏ କାଉଣ୍ଟ କରୁଛ କେତେ ପ୍ଲେୟର ଛଅ ହେଲେ? 6 ଜଣ 6ଟା ଗଲେ 6 ଗଲେ। 6 ଗଲେ ନା? ଓକେ, ତ ତାପରେ ଆମର ଫିନିଶର ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା ତ ପକ୍କା, ଆଉ ଫିନିଶର ଅଲରାଉଣ୍ଡର, ଆଉ ତା ସହିତ ଶିଭମ ଦୁବେକୁ ଆମେ ଯୋଡିଦବା ତାର ପରଫରମାନ୍ସ ୱାଇଜ। ତାପରେ ପରେ ଅକ୍ଷର ପଟେଲ ଆସିଯାଉଛି। କେତେ ଗଲେ? 9 9 ଜଣ। ଆଉ ବାକି ରହିଲେ 6 ଜଣ। 6 ଜଣରୁ ବୁମରା, ଅର୍ଷଦୀପ ସିଂ, ହର୍ଷିତ ରାଣାର ତିନି ଜଣ ହଉଛନ୍ତି କମ୍ପଲସରି, ଆଉ ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ। କେତେ ହେଲେ? 14 ମେ ଜଣ। ବି ସେଇ 15 ପାଖାପାଖି ହେଲା, ମୁଁ କାଉଣ୍ଟ କରିନି ସରି। ଓକେ, 14। ବାକି ବାକି ଯୋଉ ଗୋଟେ ସ୍ଲଟ ରହୁଛି, ତ ସେଇଟା ମୁଁ ଚାହୁଁଛି କି ରିଙ୍କୁ ସିଂଙ୍କୁ ଆଣିବା ପାଇଁ 15ରେ। 14 ଜଣ ହେଲେ କି? ରିଙ୍କୁ ସି ଆମେ ଟେବୁଲରେ ଶୋ କରିଦବା ଭଲ ହବ ପ୍ରିୟ। ହଁ ହଁ ଏଟା ହଁ। ଟିକେ ପଏଣ୍ଟ ଆଉଟ କରି ପ୍ରେଡିକ୍ଟେଡ 11 କରିକି ଆମେ ଶୋ କରିଦେଲେ ଦର୍ଶକ ବନ୍ଧୁ ମାନଙ୍କୁ ନାଇଁ ଶୁଣ ପ୍ରେଡିକ୍ଟେଡ ଦେଖିବା ପାଇଁ ବର୍ତ୍ତମାନ ବି ଜାଣିବା ପାଇଁ ବି। ସେମାନେ ଶୁଣ ରିଙ୍କୁ ସିଂଙ୍କୁ ସେମାନେ ମାନେ କନସିଡର କରିବେ, କିନ୍ତୁ ଯଦି ଏମାନେ ଠିକ ଅଛନ୍ତି ତ ଏମାନେ ଠିକ ମାନେ 15 ଜଣ ରହିବେ, କିନ୍ତୁ ଯଦି କିଛି ଇଞ୍ଜୁରି କନସର୍ନ ହେଲା, ଆଉ ରିଙ୍କୁ ତାପରେ ସିଂ ଆଉ ଗୋଟେ ଟିମରେ ଜିନିଷ ପଶିବାକୁ ହେଲେ ଟିମ୍ ଟା ହଲଚଲ ହବ। ତାପରେ ଆଉ ଗୋଟେ ଜିନିଷ ଆମର ବର୍ତ୍ତମାନ ଲେଫ୍ଟି ଟିମ୍ ବ୍ୟାଟ୍ସମ୍ୟାନ ହଲଚଲ ହବ ଏଇ ତ ଆଗରୁ ନଥିଲେ, ମାନେ ଅଲମୋଷ୍ଟ ନଥିଲେ, ମାନେ ଗୋଟେ ଦି ଜଣ ଥିଲେ, ଏବେ ବହୁତ ଗୁଡା ଲେଫ୍ଟି ବ୍ୟାଟ୍ସମ୍ୟାନ ଆସି ସାରିଲେଣି। ନାଇଁ ଲେଫ୍ଟି ବ୍ୟାଟ୍ସମ୍ୟାନ ପାଇଁ ଟିମରେ ରିଙ୍କୁ ସିଂ ର ଜାଗା ବନୁନି, ଏଇଟା ମାନେ କୌଣସି ପ୍ରକାର ଇଏ ନୁହଁ, ମାନେ ଭ୍ୟାଲିଡ ରିଜନ ନୁହଁ। ରିଙ୍କୁ ସିଂ ମାନେ ର ଜାଗା ବନୁନି ତାର ଏଥିଲାଗି କି ହଁ ତାର ଅଲ୍ଟରନେଟିଭ ଆମକୁ ଶିବମ ଦୁବେ ମିଳିଯାଇଛି, ଆଉ ଶିବମ ଦୁବେକୁ ତ ଆମେ କେବେ ବି ମାନେ ନାଇଁ ଶିବମ ଦୁବେ ନୁହଁ, ନବାନି ମୁଁ ସେଇଟା। ଆକ୍ଚୁଆଲି ତା ଶୁଣ, ଅଲ୍ଟରନେଟିଭ ରୁ ଇଣ୍ଡିଆକୁ ଏଇନା ଜିତେଶ ଶର୍ମା ମିଳିଯାଇଛି। ଜିତେଶ ବାସ୍ ଶର୍ମା ବି ମିଳିଯାଇଛି। ହଁ ମୁଁ ତ ସେଇଟା ଆକ୍ଚୁଆଲି କହିବାକୁ ହେଲା ଚାହୁଁଛି ତ ଯେ ଯଦି ମୁଁ ସେଇ ଏବେ ବି ଯୋଉ କହୁଛି, ସ୍ଲଟ ଟା ଜିତେଶ ଶର୍ମା ହଁ ଜିତେଶ ଶର୍ମା କେମିତି ପାଇଲା, ଯେ ଯଦି ଓପନିଂ ରେ ସଞ୍ଜୁ ସାମସନ ପରଫେକ୍ଟ ଥାନ୍ତା ତ ଜିତେଶ ଶର୍ମା ସ୍ଲଟ ରେ ରିଙ୍କୁ ସିଂ ଫିନିଶର ହିସାବରେ ଖେଳିଥାନ୍ତେ। ତ ଯେହେତୁ ସେଠି ହଁ ଶୁଭମନ ଗିଲ୍ ହେଇଥାନ୍ତା। ଆସିକି ଗଡବଡ କରିସାରିଲାନି ଅଲରେଡି, ତ ଯାହା ପାଇଁ କି ସଞ୍ଜୁ ସାମସନ ବି ବାହାରେ ବସୁଛି, ଯିଏକି ୱିକେଟ କିପିଂ କରୁଥିଲା, ଆଉ ତ ୱିକେଟ କିପର ହିସାବରେ ଏବେ ଜିତେଶ ଶର୍ମାକୁ ଖେଳଉଛନ୍ତି, ଯିଏକି ୱିକେଟ କିପର ପ୍ଲସ ସେମ ଜିନିଷ ଫିନିଶର। ହିଁ ମୁଁ କହୁଥିଲି, ଯଦି ରିଙ୍କୁ ବାସ୍ ସିଂ ଟିମ ରେ ପଶିବ ତ ଉପରେ ସଞ୍ଜୁ ସାମସନ ପଶିବ, ସୁମନ ଗିଲ୍ ବାହାରିବ, ବାହାରିବ ଜିତେଶ ଶର୍ମା ବାହାରିବ, ଟିମ୍ ବାହାରିବ ଏପଟ ସେପଟ କରିବାକୁ ପଡିବ। ସେଥିଲାଗି ରିଙ୍କୁ ସିଂ କୁ ମତେ ଲାଗୁନି ଏବେ ସେ ପ୍ଲେଇଂ 11 ରେ କନସିଡର କରିବେ ବୋଲି। ଆଚ୍ଛା ଆଉ ଗୋଟେ ରିସେଣ୍ଟ କୋଶ୍ଚିନ୍ ମେ ଆଉ ବି ଗୋଟେ 15 ରେ କୋଶ୍ଚିନ୍ ନେଇପାରନ୍ତି। ଆଚ୍ଛା ବର୍ତ୍ତମାନ ଆଉ ଗୋଟେ କୋଶ୍ଚିନ୍ ଆସୁଛି କି ମାନେ ରିସେଣ୍ଟ ଡେଜ ରେ କ୍ୟାପ୍ଟେନ ଆଉ ଭାଇସ୍ କ୍ୟାପ୍ଟେନଙ୍କ ଫର୍ମ ଠିକ ନାହିଁ, ମାନେ ମେନ୍ ସେମିତି ନୁହଁ। କରିକି ମେନ୍ କରିକି ସୁମନ ଗିଲ୍ ର ଫର୍ମ ହିଁ ନାହିଁ। ସୂର୍ଯ୍ୟକୁମାର ଯାଦବ ନାଇଁ ଯେହେତୁ କ୍ୟାପ୍ଟେନ, ତାକୁ ଆମେ ତ ଦେଖିଲେ ବାହାର କରିବା କଷ୍ଟ, କାରଣ ପ୍ରାକ୍ଟିକାଲି ଯେହେତୁ ଦେଖିବାକୁ ତମେ ଯିବା, ହୁଁ ପ୍ରାକ୍ଟିକାଲି ଦେଖିବାକୁ ଯିବା, ସୁମନ ଗିଲ୍ ହଉଛି ଗୋଟେ କ୍ଲାସ ପ୍ଲେୟାର। ଏମିତି ନୁହଁ କି ସିଏ କିଛି ଫାଲତୁ ସଟ ରେ ଆଉଟ ହଉଛି, ବହୁତ ଭଲ ବଲ ଗୁରା ତା ୱିକେଟ ନେଇଯାଉଛି ଏବେକା ଟାଇମରେ। ଟାଇମ ଆସେ ଏମିତି ହୁଏ। ସେ ରିସେଣ୍ଟ ପାଷ୍ଟ ରେ ମାନେ ଓଡିଆଇ ରେ ସ୍କୋର କରିକି ଆସିଛି, ଟେଷ୍ଟ ରେ ବି ସ୍କୋର କରିକି ଆସିଛି। T20 ଟା ମାନେ ଏମିତି ସ୍କୋର କରିବେନି ବୋଲି ମାନେ ନାହିଁ, କିଛି ମ୍ୟାଚ ଖେଳିବାକୁ ପଡିବ। ୱେଟ୍ କର, ମୋ ପ୍ରେଡିକ୍ସନ ମୁଁ କହୁଛି ଏଇ ରିସେଣ୍ଟ 4th ମ୍ୟାଚ ରେ ଇଣ୍ଡିଆ ଯଦି ଫାଷ୍ଟ ବ୍ୟାଟିଂ କଲା, ସୁମନ ଗିଲ୍ ର 50 ଓକେ, ଲେଖିଦିଅ। ଠିକ ଅଛି ସୁମନ ଠିକ ଗିଲ୍ ଅଛି। 50 ତ ତ ଦର୍ଶକ ବନ୍ଧୁ ମାନେ ଆପଣ ମାନେ ନୋଟ କରି ରଖିଥାନ୍ତୁ, ଯଦି ଶୁଭମନ ଗିଲ୍ ଆଉଟ ହେଇଗଲା ତ ଆପଣ ମାନେ କମେଣ୍ଟ ରେ ଏଇ ଏଇ ଯୋଉ କଣ ଚେକ୍ ସାର୍ଟ ପିନ୍ଧି ବସିଥିବା ପିଲାଟିକୁ ଆପଣ ଯେତେ ଇଚ୍ଛା କହିପାରିବେ, ମୋ ତରଫରୁ ଫ୍ରି। ନାଇଁ, ସୁମନ ଗିଲ୍ ଉପରେ ଡ୍ରିମ୍ 11 ପଇସା ଲଗେଇ ଦିଅ, କ୍ୟାପ୍ଟେନ୍ସି କରିଦିଅ, ସେ 50 ସ୍କୋର କରିବ। ଡ୍ରିମ୍ ଇଲେଭେନ ଆଉ ଚାଲୁନି। ଓକେ ହଉ ତ ଠିକ ଅଛି। ସେଇଥିପାଇଁ ତ ମୁଁ ତ କହିଲି କମେଡି କରିବା ପାଇଁ। ନାଇଁ ନାଇଁ ଓକେ ତ ଠିକ ସିରିୟସଲି, ଜୋକ୍ସ ଆପାର୍ଟ, ସୁମନ ଗିଲ୍ କିନ୍ତୁ ହାଫ ସେଞ୍ଚୁରୀ ସ୍କୋର କରିବ ନେକ୍ସଟ ନାଇଁ, ମ୍ୟାଚରେ ଆମେ ସିଓର ମୋର। ଆମେ ଚାହୁଁଛୁ ଯୋଉମାନେ ପ୍ଲେଇଂ ଇଲେଭେନ ରେ ଆସୁଛନ୍ତି ତ ସେମାନେ ପ୍ରପର ପରଫରମାନ୍ସ ଦିଅନ୍ତୁ। ଏମିତି ନୁହଁ ଆଚ୍ଛା କି ଆଉ ଗୋଟେ ଜିନିଷ କନସର୍ନ ଦେଖ, ସଞ୍ଜୁ ସାମସନ କୁ ତମେ ଯେମିତି ହେଲେ ଟିମ୍ 15 ରେ ନବ, ତ ତାକୁ କେବେ ଚାନ୍ସ ଦବ, ସେଇଟା ବି ଗୋଟେ ମାନେ କେତେ ବସେଇ ବସେଇ ଚାନ୍ସ ମିଳିବ, ତାକୁ ମାନେ ବ୍ୟସ୍ତ ଚାନ୍ସ ନାହିଁ। ଦବନି। ଗଦାଧର ବ୍ୟସ୍ତ ନାହିଁ, ଚାନ୍ସ ମିଳିବ। ସେ ଇଣ୍ଡିଆନ ଟିମରୁ ରିଟାୟାର୍ଡ ହେଇଗଲା ପରେ ବାକି T20 ଲିଗ୍ ମାନଙ୍କରେ ଚାନ୍ସ ପାଇବ, ଡୋଣ୍ଟ ୱରି। ନା ନା ସେମିତି ନୁହଁ, ମୁଁ ମାନେ ପଜିଟିଭ ସେନ୍ସରେ ମାନେ ପଚାରୁଛି।
ତ ଏବେ ତ ଅଲରେଡି 3ଟା ମ୍ୟାଚ୍ ସରିଗଲାଣି, ଆଉ 2ଟା ମ୍ୟାଚ୍ ମାତ୍ର ଅଛି। ପୁଣି ନ୍ୟୁଜିଲାଣ୍ଡ ସହିତ ମାତ୍ର 5ଟା କେତେଟା ମ୍ୟାଚ୍ 5ଟା ଅଛି ଅଛି ନା 4ଟା? ବାସ୍ 5ଟା ମ୍ୟାଚ୍ ଅଛି। 7ଟା ମ୍ୟାଚ୍ ଦେଖାଯାଉ କୋଉ ମ୍ୟାଚ୍ ସେ ଚାନ୍ସ ପାଉଛି, କାରଣ ଅଭିଷେକ ଶର୍ମାକୁ ତମ ଟିମରୁ ବାହାର କରିପାରିବନି। ନାଇଁ ଅଭିଷେକ ଶର୍ମା ଏବେ ତ ଉପରେ ଏଇ କ୍ୱେଶ୍ଚନ ସିରିଜ ନାହିଁ। ରେ ମତେ ଲାଗୁନି ଚାନ୍ସ ପାଇବ ବୋଲି। ସଞ୍ଜୁ ସାମସନ ଏଇ ସିରିଜ ରେ ଚାନ୍ସ ପାଇବ ବୋଲି ମତେ ଲାଗୁନି। ହୁଁ ସଞ୍ଜୁ ନାଇଁ ସାମସନ ର ମତେ ପରଫରମାନ୍ସ ଟା ସଞ୍ଜୁ ସାମସନ ର ପରଫରମାନ୍ସ ଟା ଯଦି ଦେଖିବେ, ସେ ଯୋଉ ନେକ୍ସଟ ଆମର ନ୍ୟୁଜିଲାଣ୍ଡ ସିରିଜ ରେ ଯଦି ଇଣ୍ଡିଆ ସିରିଜ ଜିତି ଯାଉଛି, ଦେନ୍ ତାକୁ ଚାନ୍ସ ଦିଆହବ, ନାଇଁ ଯାହାକି ନାଇଁ ଅଲ୍ଟରନେଟ ସେମିତି ଜାଗାରେ ନୁହଁ। ଅଭିଷେକ ଶର୍ମା ଦେଖ ହିଁ କାହାକୁ ରେଷ୍ଟ କରିବ। ମତେ ଲାଗୁଛି ଅଭିଷେକ ଶର୍ମା ଭାଇ ସେ ମାନେ ସେଠି ପକ୍କା ବନେଇ ସାରିଛି ତା ସ୍ଲଟ ଟା, ତା ନାଇଁ ଉପରେ ନାଇଁ କୌଣସି ମାନେ କ୍ୱେଶ୍ଚନ ମାର୍କ ନାହିଁ। ଆରେ ରେଷ୍ଟ କରିକି ଗୋଟେ ପ୍ଲେୟାର କୁ ଓକେ ରେଷ୍ଟ ଦେଇକି ଚାନ୍ସ ଦବା କଥା ମୁଁ କହୁଛି, ଓକେ ଓକେ ନାଇଁ ଏମିତି ନାଇଁ ନୁହଁ କି ମୁଁ ବସେଇକି, ସେ କଥା କହୁନି। ନାଇଁ ମତେ ମୋ ହିସାବରେ ମତେ ଯାହା ତାପରେ ଲାଗୁଛି, ଦିସ୍ ଇଜ ମାଇ ଓପିନିଅନ, ଯୋଉ ସାଉଥ ଆଫ୍ରିକା ସିରିଜ ଟା ଶୁଭମନ ଗିଲ୍ ପାଇଁ ମାନେ ଗୋଟେ କ୍ରୁସିଆଲ ସିରିଜ। ସେମାନେ ଦେଖୁଛନ୍ତି ହୁଁ କି ମେ ବି ନେକ୍ସଟ ନ୍ୟୁଜିଲାଣ୍ଡ ସିରିଜ ରେ ଶୁଭମନ ଗିଲ୍ ଜାଗାରେ ମୁଁ ଚାହୁଁଛି କି ଚାନ୍ସ ଦେଇ ପାରନ୍ତି ସଞ୍ଜୁ ସାମସନ କୁ। ତ ଏଇଟା ମୋ ଓପିନିଅନ। ଓକେ ବାକି ଟିମ୍ ଇଣ୍ଡିଆ କଣ ଭାବୁଛି କଣ ନାହିଁ ସେଟା ତ ସେମାନେ ଜାଣିଥିବେ, ଆମେ ତ କହିଲେ କିଛି ହବନି। ବାକି ଆମେ ଆନାଲିସିସ୍ କରୁଛୁ ଏମିତି, ମୋ ଆନାଲିସିସ୍ ସେଇଟା। ବାକି ତମମାନଙ୍କ କଣ ରାୟ ସେଟା ତମମାନେ କହିପାରିବ, ଅଲରେଡି କହିସାରିଛ। ତ ନାଇଁ ଦେଖାଯାଉ କଣ ହଉଛି। ସେମିତି ତ ଦେବପ୍ରିୟ ତୋ ସହିତ ମୁଁ ସହମତ ନୁହଁ, କାହିଁକି ନା ଗୋଟେ ଟିମ ର ଭାଇସ କ୍ୟାପ୍ଟେନ କୁ ଆଉ ଗୋଟେ ସିରିଜ ରେ ଚାନ୍ସ ନଦବା, ଏଇଟା ତ ମତେ ଲାଗୁନି। ତାପରେ ସୁମନ ଗିଲ୍ ଏମିତି ନୁହଁ କି T20 ର ଖାଲି ଭାଇସ କ୍ୟାପ୍ଟେନ, ଟେଷ୍ଟ ଓଡିଆରେ ପ୍ଲସ ୱାନଡେ କ୍ୟାପ୍ଟେନ୍। ର କ୍ୟାପ୍ଟେନ ମଧ୍ୟ। ହଁ ହୁଁ, ଟେଷ୍ଟ ୱାନଡେ କ୍ୟାପ୍ଟେନ ତ ସେମିତି ନୁହଁ କି ତାକୁ ଲାଷ୍ଟ ସିରିଜ, ସେମିତି ତ ମତେ ଲାଗୁନି। ସଞ୍ଜୁ ସାମସନ ର ଜାଗା ପ୍ରାକ୍ଟିକାଲି ଆଉ ନାହିଁ ଟିମ ରେ, ମୁଁ ଯେତିକି ହଁ ଭାବୁଛି। ହୁଁ ଯେବେ ସେ ସୁମନ ଗିଲ୍ ପଛରେ ଭାଇସ କ୍ୟାପ୍ଟେନ ର ଟ୍ୟାଗ ଲାଗିଲା। ବାସ୍ ହୁଁ ବାସ୍, ତ ସେଟା ଆମେ ତ ସେତେବେଳେ ବି ସୁ- ଏସିଆ କପ୍ ସୁ- ପୂର୍ବରୁ ଆମେ ଡିସ୍କସନ କରିସାରିଛେ ଅଲରେଡି। ହୁଁ 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 ଛାଡ, ଠିକ ଅଛି, ସେ ସବୁ କଥା ପରେ ଡିସ୍କସନ କରିବା ପରେ ନେକ୍ସଟ ଭିଡିଓରେ। ଏବେ ଟିକେ ସ୍କୋର କାର୍ଡ ଟା ଦେବପ୍ରିୟ ଇଣ୍ଡିଆ ଗଦାଧର ଟିକେ ଇଣ୍ଡିଆ ସାଉଥ ଆଫ୍ରିକା ମ୍ୟାଚ ର ସ୍କୋର କାର୍ଡ ଟା ତମେ ତମେ କାହିଁ କହୁଛି ମୁଁ ତତେ, ତୁ ଦେବପ୍ରିୟ କହିବେ। ହଁ ତ ତୁ କହିଦେ ତ। ଓ ସରି, ଓଭରସିଜ କମେଣ୍ଟେଟର ସେ କମେଣ୍ଟେଟର ସେ କହୁଛି, ଓଭରସିଜ କଣ ଏଇଟା ଆସେସ ଆମର? କଭର କରିବେ। ନାଇଁ ନାଇଁ, ସେ ହାଶଟ୍ୟାଗ ଓଭରସିଜ ଓଭରସିଜ ଜର୍ଣ୍ଣାଲିଷ୍ଟ। ସମଥିଙ୍ଗ କଣ ତା ନା? ଓଭରସିଜ ଜର୍ଣ୍ଣାଲିଷ୍ଟ। ଜର୍ଣ୍ଣାଲିଷ୍ଟ, ଓକେ ଜର୍ଣ୍ଣାଲିଷ୍ଟ। ଏ ତ ଜର୍ଣ୍ଣାଲିଷ୍ଟ ନୁହଁ କି ଆମେ ଜର୍ଣ୍ଣାଲିଷ୍ଟ ନୁହଁ, ଓଭରସିଜ ଆନାଲିସିସ୍ ଆନାଲିସିଷ୍ଟ ହଁ। ସମଥିଙ୍ଗ। ଏତିକି ଏତିକି ଯଦି ଆମେ ଜାଣିଥାନ୍ତୁ ଆଜି ଏଠି ଭିଡିଓ କରିନଥାନ୍ତୁ। ତ ଓଭରସିଜ ସମଥିଙ୍ଗ ଆପଣ ମାନେ ଓକେ ତ ଜାଣିପାରୁଥିବେ। ତ ଇଣ୍ଡିଆ ଯେମିତି ମୁଁ ଅଲରେଡି କହିସାରିଲିଣି କି ଇଣ୍ଡିଆ ଟସ୍ ଜିତିକି ବୋଲିଂ ନେଇଥିଲା। ତ ସାଉଥ ଆଫ୍ରିକା ବ୍ୟାଟିଂ ରେ ପ୍ରଥମେ ଡିକକ୍ 3 ବଲରେ 1 ରନ୍ କରିକି ଆଉଟ ହେଇଯାଇଥିଲେ। ହର୍ଷିତ ରାଣା LBW। ଓକେ, ଆଉ ଫାଷ୍ଟ ଓଭରରେ ତ ଅର୍ଷଦୀପ ସିଂ ରିଜା ହେଣ୍ଡ୍ରିକ୍ସ କୁ ମାନେ ରିଜା ହେଣ୍ଡ୍ରିକ୍ସ ବୁଝି ପାରିଲାନି କଣ ଆଉଟ ସୁଇଙ୍ଗ ଖେଳିବ କି ଇନ ସୁଇଙ୍ଗ ଖେଳିବ। ମାକ୍ରମ ଗୋଟେ ଭଲ ଇନିଂସ ଖେଳିଥିଲା 46 ବଲରେ 61, ଯାହାବି ସିଏ ଗୋଟେ ଏଣ୍ଡ ରେ ଥିଲା, ଆଉ ଗୋଟେ ଏଣ୍ଡ ରୁ ୱିକେଟ ମାନେ ବହି ଚାଲିଥିଲା, ୱିକେଟ ଲଗାତାର ଖସି ଚାଲିଥିଲା। ତ ସେ ଗୋଟେ ଏଣ୍ଡ କୁ ସମ୍ଭାଳିକି ରଖିଥିଲା, ତଥାପି ରନ୍ ଟା ଏନଫ୍ ହେଲାନି। ତାପରେ ଡୁଆଲ ବ୍ରେଭିସ୍ ସିଏ ବି ଆଉଟ। ମାନେ କହିବାକୁ ଗଲେ ଡୋନାଭନ ଫେରେରା ଆଉ ମାକ୍ରମକୁ ଛାଡିଦେଲେ ଆଉ ସେମିତି କାହା ପାଖରେ ଇଣ୍ଟେଣ୍ଡ ହିଁ ନଥିଲା T20 ଖେଳିବା ପାଇଁ। ଆଉ ସବୁ ଡିଫେନ୍ସ କରିକି ଆଉଟ ହେଇଥିଲେ। ତ ଇଣ୍ଡିଆର ବୋଲିଂ ପରଫମାନ୍ସ ଯଦି ଆମେ ଆସିବା, ଅର୍ଷଦୀପ ସିଂ 4 ଓଭରରେ 13 ରନ୍ ଦେଇ 2ଟା ୱିକେଟ ଗ୍ରହଣ କରିଥିଲେ। ହର୍ଷିତ ରାଣା 4 ଓଭରରେ 34 ରନ୍ 2ଟା ଗ୍ରହଣ ୱିକେଟ କରିଥିଲେ। ନେଇଥିଲେ। ଭାଇ ଟିକେ ବେଶୀ ଓଡିଆ କହିଦଉଛ ତମେ। ହାସିଲ କରିଥିଲେ। ବ୍ରାହ୍ମଣ। ଓକେ, ତ ହାର୍ଦ୍ଦିକ ପାଣ୍ଡ୍ୟା 3 ଓଭରରେ 23 ରନ୍ 1 ୱିକେଟ। ବରୁଣ ଚକ୍ରବର୍ତ୍ତୀ 4 ଓଭରରେ 11 ରନ୍ ଦେଇକି 2ଟା ୱିକେଟ। ଏବଂ ଶିବମ ଦୁବେ ମଧ୍ୟ 1 ୱିକେଟ ପାଇଥିଲେ 3 ଓଭରରେ 21 ରନ୍ ଦେଇକି। ଆଉ କୁଲଦୀପ ଯାଦବ 2 ଓଭରରେ 12 ରନ୍ 2ଟା ୱିକେଟ। ମାନେ ଲାଷ୍ଟ 2ଟା ୱିକେଟ ଆକ୍ଚୁଆଲି କୁଲଦୀପ ଯାଦବ ବି ନେଇକି ଟିମକୁ ଅଲ ଆଉଟ କରିଦେଇଥିଲା ସାଉଥ ଆଫ୍ରିକାକୁ। ତ ତାପରେ ଯଦି ଆମେ ବ୍ୟାଟିଂ ପରଫମାନ୍ସ କୁ ଆସିବା, ଇଣ୍ଡିଆ ପାଖରେ ଟାର୍ଗେଟ ଥିଲା 118 ରନ୍, 118 ରନ୍ ର ଟାର୍ଗେଟ ଥିଲା। ତ ସେଥିରେ ବି ଯଦି ଆମେ କି ଦେଖିବା ଏବେକା ଟାଇମ ରେ କିଛି ବି ନୁହଁ। କିଛି ବି ନୁହଁ। ଅଭିଷେକ ଶର୍ମା ତାର ଯେମିତି ମାନେ ଧୁମ ଧଡାକା ଷ୍ଟାର୍ଟ କରିଥିଲା, 18 ବଲ୍ 35 କରିକି ସେ ଆଉଟ ହେଇଥିଲା। ଶୁଭନ ଗିଲ୍ ବି ଷ୍ଟାର୍ଟିଂ ଠିକ ଦେଇଥିଲା, କିନ୍ତୁ ତାପରେ ଧୀରେ ଧୀରେ ପୁଣି ସେଇ ଟୁକ ଟୁକ ଆଡେ ପଳେଇଲା। ରନ ଅଫ୍ ବଲ୍ 28 ବଲରେ 28 କରିକି ଆଉଟ ହେଇଥିଲା।
ତିଲକ ବର୍ମା ସିଏ ସିଚୁଏସନ କୁ ଆକ୍ଚୁଆଲି ଖେଳିଥିଲା। ନଟ୍ ଆଉଟ୍ ଯାଇଛି 34 ବଲେ 25 ରନ୍ କରିକି ନଟ୍ ଆଉଟ୍ ଯାଇଛି, ବଟ୍ ସେ ସିଚୁଏସନ କୁ ଖେଳିଥିଲା। ସୂର୍ଯ୍ୟ କୁମାର ଯାଦବ ସିଏ ବି ଆସିକି ଟ୍ରାଏ କରିଥିଲା ମାରିବା ପାଇଁ, ବଟ୍ ବାଜିଲାନି, ତା ଲକ୍ ନଥିଲା କି ଫର୍ମରେ ନାହିଁ। ସୂର୍ଯ୍ୟ କୁମାର ଯାଦବକୁ ତ ପଚରା ହେଇଥିଲା ୟୁ ଆର୍ ନଟ୍ ଇନ୍ ଫର୍ମ, ବଟ୍ ସେ କହିଥିଲା କି ଫର୍ମରେ ନୁହେଁ, ହଁ ଡେଫିନେଟଲି ରନ୍ ଆସୁନାହିଁ। ତ ସେ ଜାଣିଥିବ କଣ, ଆମେ ଆଉ କହିପାରିବାନି। ଆଉ ଶିବମ ଦୁବେ 4ଟା ନାଇଁ ବଲରେ ଏଇଠି 10 ଗୋଟେ ରନ୍ ମୁଁ କରିକି ଯାଇଥିଲା, ଏଇଠି ଦେବପ୍ରିୟ ନଟ୍ ଦେବପ୍ରିୟ ଆଉଟ୍। ଟିକେ ମୁଁ ଏଇଠି ଦେବପ୍ରିୟ ତମକୁ ଦେବପ୍ରିୟ ତତେ ଟିକେ ଅଟକଉଛି ହଁ ହଁ କି ଯୋଉ ତିଲକ ବର୍ମା ବାଲା ଟପିକ ଟା ଥିଲା, ହଁ ତିଲକ ବର୍ମା କି ସିଚୁଏସନ କି ଟାଇମିଂ ଯୋଉଟା ତମେ ଯୋଉ ଟର୍ମ ଟା ୟୁଜ କଲୁ ତୁ, ତିଲକ ବର୍ମା କେତେ ସ୍କୋର କରିଥିଲେ 25 ରନ୍ 34 ବଲରେ। 34 ବଲ୍? ତ ମୋ କହିବା କଥା କି ଏମିତିକା ମ୍ୟାଚ୍ ରେ ଆଟଲିଷ୍ଟ ସେ ଟ୍ରାଏ କରିପାରିବ କି ଫାଷ୍ଟ ଖେଳିବା ପାଇଁ, ଫାଷ୍ଟ ଫରୱାର୍ଡ। କାହିଁକି ନା ଏକ ତ ରନ୍ ବହୁତ କମ ଅଛି, ଦୁଇରେ ହୁଁ। ସେମିତି କିଛି ସିଚୁଏସନ ନଥିଲା କି ଯୋଉଥିରେ ସେ 34 ବଲ୍ ନବ 25 ରନ୍ କରିବା ପାଇଁ। ଓକେ, ସେଟା ଆମେ କହିପାରିବା, କାହିଁକି ନା ଗୋଟେ ଏଣ୍ଡକୁ ସେ ଧରିକି ରଖିଥିଲା, ସେଟା ବି ନାଇଁ କହିପାରିବା। ଆଜ ଏ କ୍ରିକେଟ ଟିମ୍ ଆନାଲିସିଷ୍ଟ ମୁଁ ମ୍ୟାନେଜ କହୁଛି ଶୁଣ, ଏମିତି ନୁହଁ ଟିମ୍ କି ସେ ମ୍ୟାନେଜମେଣ୍ଟ ଯଦି ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ କହିକି ତିଲକ ପଠେଇଥିବ, ନାହିଁ ତମକୁ ଗୋଟେ ଏଣ୍ଡ କୁ ସମ୍ଭାଳିବାର ହଁ ଅଛି, ସେଟା ବି ତ ହେଇପାରେ। ସେମିତି ବି ନାଇଁ ନାଇଁ ସେମିତି ସେମିତି କେବେ ବି କୋଉ ଟିମ୍ ମ୍ୟାନେଜମେଣ୍ଟ କେବେ ବି କହେନା କି ତମେ ଏମିତି ଖେଳିବ, ସେ ପ୍ଲେୟାର ଯାଇ ସେଇଠି ସେମିତି ଖେଳନ୍ତି, ସେ ତାଙ୍କ ନ୍ୟାଚୁରାଲ ଖେଳ ହିଁ ନାଇଁ ଖେଳନ୍ତି। ଆକ୍ଚୁଆଲି ତିଲକ ବର୍ମା ପ୍ରୀତିଶ, ଏବେ ବିରାଟ କୋହଲିର ଭୂମିକା ତିଲକ ବର୍ମା ନୋ ଡାଉଟଫୁଲି ସେ ଲିଭଉଛି, ଆଉ ସେ ପ୍ରେସର ସିଚୁଏସନ ବେଷ୍ଟ, ମୁଁ ସେମିତି କହୁନି, ମୁଁ ତାଠୁ କିଛି ବି ଛଡେଇକି ନଉନି କି ସେମିତି ସେ କହିବେ ତମେ ମାନେ ଏମିତି ଯଦି ଆମର ଅଡିଏନ୍ସ ମାନେ ବହୁତ ଜଣ ଅଛନ୍ତି କି ଏମିତି କହିବେ କି ବସି ଗପୁଛନ୍ତି ସେଟା ଅନଫିଲ୍ଡ। ଭାଇ ସବୁ ଠିକ ଅଛି, ମୋ କହିବା କଥା 118 ରନରେ ସେ ଫାଷ୍ଟ ଟ୍ରାଏ କରିପାରିବ, କାରଣ ଏଇ ଫାଷ୍ଟ ମ୍ୟାଚ୍ ଟା କେବେ ତାକୁ ବି ସାହାଯ୍ୟରେ ଆସିପାରିବ, କୋଉଠି ନିହାତି ନା ଦରକାର ଥିବ ଆକ୍ଚୁଆଲି ଫାଷ୍ଟ ଖେଳିବା ପାଇଁ, ହଁ ସେଇ ଟାଇମରେ ବି ପ୍ରୀତିଶ, ମୁଁ ସାହାଯ୍ୟ ଆସିପାରିବ। ଏଥିପାଇଁ କହିଲି ଯେ ସେ ସିଚୁଏସନ ଖେଳିଲା। ସେକେଣ୍ଡ ମ୍ୟାଚ୍ ରେ ସିଏ ହିଁ ଆକ୍ଚୁଆଲି ହାଇଏଷ୍ଟ ସ୍କୋରର ଥିଲା। ଯେତେବେଳେ ଅନ୍ୟମାନେ ଫେଲ ହେଇଥିଲେ ତ ସିଏ ଟ୍ରାଏ କରିଥିଲା ମ୍ୟାଚ୍ କୁ ଜିତିବା ପାଇଁ। ତ ସେଇଟା ମୁଁ ଟିକେ ହାଲକା କ୍ୱେଶ୍ଚନ ଦେଲି ତାକୁ, ଯେ ସେ ମ୍ୟାଚ୍ ରେ ବାଇ ସେ ଦ ୱେ ଆସିକି ସେଥିପାଇଁ ତିଲକ ବର୍ମା ଟ୍ରାଏ କରିଥିଲା, ଏଥିପାଇଁ କି ତିଲକ ବର୍ମା ବି ଏତେ ବି ସ୍କୋର କରିନଥିଲା ବଲ୍ ବାଇ ମାନେ ପାଖାପାଖି ମୁଁ କହିଲି ନା, ବିରାଟ କୋହଲିର ନେକ୍ସଟ ଯୋଉ ବି ଭୂମିକା ଟି20 ଥିଲା ବିରାଟ କୋହଲି ଭୂମିକା, ସେଟା ତିଲକ ବର୍ମା ହିଁ ଲିଭେଇ ପାରୁଛି ଏଇ ଟିମରେ। ଲିଭେଇ ପାରୁଛି। ହଁ ତ ସେଟା ତିଲକ ବର୍ମାକୁ କ୍ୱେଶ୍ଚନ ଦିଆ ହଉଛି କି ତୁ ସେଇ ସେମ ପୋର୍ସନ ସେମ ଭୂମିକା ସେମ ସବୁ ଇଏ କର ବୋଲି, ବାକି ସେ ବାସ୍ ନିଜକୁ ବି ବାସ୍। ଟ୍ରାଏ କରିପାରିବେ ନା, ମାନେ ହଁ ହଁ ଏମିତିଆ ମ୍ୟାଚ୍ ଟିକେ ଫାଷ୍ଟ ଖେଳି ତ ଟ୍ରାଏ କରିପାରିବେ ନା। ବିରାଟ କୋହଲି ଏମିତି ନଥିଲା କି ଡେଡ୍ ଡିଫେନ୍ସ କରୁଥିଲା, ଏମିତି ମ୍ୟାଚ୍ ରେ ବି 34 ବଲେ ସେ ଯେବେ ବି ଦେଖି ବିରାଟ କୋହଲି ଏମିତି ସ୍ଲୋ ବାଲା ମ୍ୟାଚ୍ ଥିବ, ମାନେ ଏମିତି କମ ବାଲା ମ୍ୟାଚ୍ ଥିବ, ସେଇ ଆଇଦର ପିଚ୍ ଯଦି ବହୁତ ଭଲ ଅଛି ତ ଠିକ ଅଛି, ବାକି ଏମିତି କମ ସ୍କୋର ବାଲା ମ୍ୟାଚ୍ ରେ ବିରାଟ କୋହଲି ବହୁତ ଫାଷ୍ଟ ସ୍କୋର କରେ, କାହିଁକିନା ସେ ବି ତା ଇଏଟାକୁ ଟ୍ରାଏ କରେ। ଠିକ ଅଛି, ହୁଁ। ଚାଲ ଆଗକୁ। ଓକେ, ତ ଆଜି ତାହେଲେ ଆମେ ଏମିତି ବି କହିପାରିବା କି ୱାନ୍ ସାଇଡେଡ ଇଣ୍ଡିଆ ଜିତିଲା ସାଉଥ ଆଫ୍ରିକା ଠାରୁ ଥାର୍ଡ ଓଡିଆଇଟା, କିଛି ହଁ ବି ମାନେ ଟକ୍କର ବି କିଛି ନଥିଲା। ଏମିତି କହିବାକୁ ଗଲେ ମାର୍କୋ ଆନ୍ସନରେ ପୁଣି ଏକ ଭଲ ମ୍ୟାଚ୍ ଯାଇଛି, ତ ମାର୍କୋ ଆନ୍ସନ ହିଁ ଆଇଛି ଆକ୍ଚୁଆଲି ସାଉଥ ଆଫ୍ରିକା ତରଫରୁ ଇଣ୍ଡିଆ ଖେଳିବାକୁ, ହଁ ଯୋଉଟା କି ମ୍ୟାଚ୍ ଉପରେ ମ୍ୟାଚ୍ ଭଲ ଖେଳି ଖେଳି ହିଁ ଚାଲିଛି। ବାସ୍। ତ ଏମିତି ସାଉଥ ଆଫ୍ରିକା ବି ଭଲ ପ୍ରଦର୍ଶନ ଏଥର କରିଛି 8-2 ଇଣ୍ଡିଆ ଏଗନେଷ୍ଟରେ। ଠିକ ଅଛି, ନା ଏବେ ଟେଷ୍ଟରେ ତ ଆମେ ଟିକେ କ୍ଲିନ୍ ସୁଇପ୍ ଯିବା। କରିଥିଲା। ୱାନ୍ ଡେରେ ଓକେ, ବି ପ୍ରୀତିଶ 1-1 ପ୍ରୀତିଶ ଜିତିଲେ ଛକା। ନାଇଁ ପ୍ରୀତିଶ ଏବେ ଦେବପ୍ରିୟ। ଏବେ 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 ଟିକେ ଆମେ ଟିକେ ସେ ଛୋଟ ମ୍ୟାଚ୍ କୁ କହିଦବା ଯୋଉଥିରେ ଭିକାରୀ ୱାନ୍ ମାନେ ସାଇଡେଡ ଭିକାରୀ ୱାନ୍ ମାନଙ୍କର ସାଇଡେଡ କିଛି ଆଟିଟ୍ୟୁଡ ତ କୋହଲି ଭଳିଆ, ପରଫର୍ମାନ୍ସ ବାବର ଆଜମ ଭଳିଆ, ଆମେ ଏଟା କହିପାରିବା। ବାବା ଆଚ୍ଛା, ସି ଦେବପ୍ରିୟ ପ୍ରୀତିଶ ସି ଏବେ ଗୋଟେ ଅଣ୍ଡର 19 ଏବେ ଛୁଆ ବି ୱେଲ୍ ଟ୍ରେନ୍ଡ, ଅଣ୍ଡର ହଁ 19 ଛୁଆ ବି ପାକିସ୍ତାନର ୱେଲ୍ ଟ୍ରେନ୍ଡ। ହୁଁ। ଗୋଟେ ୱିକେଟ ରେ ଆଟିଟ୍ୟୁଡ ଯେମିତି ୱାର୍ଲଡ କପ୍ ଟା ହିଁ ତାଙ୍କ ପଛେ ପଛେ ଯାଉଛି ଏମିତି। ତ ମୁଁ ଆରେ ପ୍ରୀତିଶ କହୁଛି କି ରିସେଣ୍ଟଲି ଅଣ୍ଡର ଟେରରିଷ୍ଟ 19 ଏବେ ଏବେ ଏସିଆ ଯୋଉ କପ୍ ର ମ୍ୟାଚ୍ ଟେରରିଷ୍ଟଙ୍କର ଚାଲିଛି, ପ୍ରୀତିଶ ହଁ ଏବେ ଯୋଉ ମ୍ୟାଚ୍ ଚାଲିଛି ମାଲେସିଆ ସହିତ, ସ୍କୋର କାର୍ଡ ଟିକେ ଦେଖିଲଣି? ହଁ 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 200 ହଁ ପାଖାପାଖି ହଁ ହେଲାଣି, କଣ କୁଣ୍ଡୁ ନା କଣ। 49 ଓଭରରେ 404। ହଁ ନାଇଁ ନାଇଁ, ହଁ ଜଣେ ପର୍ସନାଲ 200 କରିବାକୁ ବସିଲାଣି। ଜଣେ ଅଭିଜ୍ଞାନ କୁଣ୍ଡୁ ଯିଏ, ସେ 209 ରନ୍ କରିକି ନଟ୍ ଆଉଟ୍ 200 ଅଛନ୍ତି। ସରି 200 ରନ୍ କରିସାରିଲାଣି, କରିବାକୁ ନା କରିସାରିଲାଣି ଅଲରେଡି। 209 ରେ ନଟ୍ ଆଉଟ୍। ହଁ 209 ନଟ୍ ଆଉଟ୍। ବାବା ଆଉ ଜଣେ ବେଦାନ୍ତ ତିୱାରୀ, ସେ 90 ରନ୍ କରିଛନ୍ତି। ଆଉ ଆମର ସୂର୍ଯ୍ୟବଂଶୀ 26 ବଲ୍ ପୁଣି 50। ଏଗେନ୍ 50। ଓକେ, ତ ଆମେ ଟିକେ ପାକିସ୍ତାନ ମ୍ୟାଚ୍ ଟା ଡେସ୍କ୍ରାଇବ କରିବା, ପାକିସ୍ତାନ ଇଣ୍ଡିଆ ମ୍ୟାଚ୍ ଟା
ଯୋଉଥିରେ କି ଅଣ୍ଡର 19 ମ୍ୟାଚ୍ ରେ ପାକିସ୍ତାନ ଟିମ୍ ଟସ୍ ଜିତିକି ଫାଷ୍ଟ ବୋଲିଂ ନିଷ୍ପତ୍ତି ନେଇଥିଲା, ଯୋଉଥିରେ ଇଣ୍ଡିଆ ଫାଷ୍ଟ ବ୍ୟାଟିଂ କରି ବହୁତ କମ ସ୍କୋର କରିଥିଲା। ମୁଁ ତ କହିବି 40। ବହୁତ କମ ସ୍କୋର, 240 ମୁଁ ବି କହିବିନି ଏମିତି ଟପ୍ ସ୍କୋର, କାହିଁକି ନା ଯଦି ଟିମ୍ ଥାନ୍ତା ମାନେ ଆଫଗାନିସ୍ତାନ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆଫଗାନିସ୍ତାନ, ଶ୍ରୀଲଙ୍କା ଏଥିଲାଗି କହୁଛି କିନ୍ତୁ ଯେହେତୁ ସେ ଆମ ଏସିଆର ଇଏ, ସେଥିଲାଗି ଟପ୍ ଅଷ୍ଟ୍ରେଲିଆ, ଟପ୍ ଇଂଲଣ୍ଡ ପୂର୍ବରୁ ଏମାନେ ଥାନ୍ତେ ତ ଠିକ ଅଛି, ମୁଁ କହିବି 240 ଟିକେ କମ ସ୍କୋର ହେଇଗଲା, ତାପରେ ଟପ୍ ସ୍କୋର ଭଲ ଡିପେଣ୍ଡ କଲା। ଆଉ ଟିମ୍ ଏମିତି କି ପାକିସ୍ତାନ, ଆଉ କୋଉ ଟିମ୍ ନୁହଁ, ଏମିତି କି ପାକିସ୍ତାନ ଖାଲି, କାହିଁକି ନା ଆଉ ସବୁ ଟିମ୍ ତ ଅଲମୋଷ୍ଟ ଶିଖୁଛନ୍ତି, ଏମିତି କି ପାକିସ୍ତାନ ଏ ଟିମ୍ ଆଗରେ 240 ତ ବହୁତ କମ ହେଇଗଲା, ବହୁତ କମ ହେଇଗଲା। ଛାଡ, ଏନିୱେ 240 ରନ୍ ଇଣ୍ଡିଆ ତା 50 ଓଭର, ଯେହେତୁ ଯେମିତି କି ଅଣ୍ଡର 19 ଆମର ଏଥରକ ୱାନ୍ ଡେ ଫର୍ମାଟରେ ହଉଛି, ତ 50 ଓଭର ଇଏରେ 240 ରନ୍ ସ୍କୋର କରିଥିଲା ଇଣ୍ଡିଆ। ଯେମିତି କି ମୁଁ କହୁଥିଲି, ଇଣ୍ଡିଆ ତରଫରୁ ହାଇ ସ୍କୋର କରିଥିଲେ ଆରୋନ୍ ଜର୍ଜ। ଆମେ ଆକ୍ଚୁଆଲି ଗୋଟେ ଜିନିଷ ଭୁଲି ଯାଉଛେ, ଏବେ ବୈଭବ ସୂର୍ଯ୍ୟବଂଶୀ, ମହେଶ ମାତ୍ରେ ପଛରେ ଆମେ ଯେହେତୁ ଟିକେ ଫେସ୍ ହାଇପ୍ ଭ୍ୟାଲୁ କ୍ରିଏଟ୍ ଅଛି, ହେଇଛି। ଆଇପିଏଲ ଖେଳୁଛନ୍ତି, ଆମେ ତାଙ୍କ ପଛରେ ହାଇପ୍ କ୍ରିଏଟ୍ ହେଇଛି। ବାକି ମୁଁ ତ କହିବି ଆରୋନ୍ ଜର୍ଜ ଗୋଟେ ମାନେ ବେସ୍ ପ୍ଲେୟାର, ମାନେ କ୍ଲାସ ପ୍ଲେୟାର ସହିତ ଭଲ ପ୍ଲେୟାର ମଧ୍ୟ। ତ ପ୍ଲସ୍ ଆଜିରେ ଯିଏ କୁଣ୍ଡୁ ବ୍ୟାଟିଂ କରିଛନ୍ତି, ସିଏ ମଧ୍ୟ ତାଙ୍କ ପ୍ରତିଭା କିଛି ରଖିଛନ୍ତି, ନୋ Yes, ଡାଉଟ। yes. ସମସ୍ତେ ବି ଚାନ୍ସ ପାଇବେ, ଠିକ ଅଛି। ବାକି ସେ ମ୍ୟାଚରେ ଇଣ୍ଡିଆ ତରଫରୁ ହାଇ ସ୍କୋର ରନ୍ କରିଥିଲେ ଆରୋନ୍ ଜର୍ଜ, ହାଇ ସ୍କୋର କରିଥିଲେ, ମାନେ 85 ରନ୍ ସ୍କୋର କରିଥିଲେ। ଆଣ୍ଡ ଏମିତି ତାପରେ କୌଶିକ ଚୌହାନ 46 କରିକି ଏମିତି ସ୍କୋର ହେଇଥିଲା 240, ଯୋଉଟା କି ଯେତେବେଳେ ଭିକାରୀର ଛୋଟ ଭିକାରୀ ଟିମ୍ ଚେସ୍ କରିବାକୁ ଆସିଲା, ଭିକାରୀ ମାନଙ୍କର ପିଲା। ଫାଷ୍ଟ ଭିକାରୀ ମାନଙ୍କର ପିଲା ଫାଷ୍ଟ 6-7 ଓଭର ଲାଗିଲା କି 5 ଓଭର ଲାଗିଲା କି ସେ ମ୍ୟାଚରେ ଅଛନ୍ତି, ଟିକେ ଚେସ୍ କରିବାକୁ ଚାହୁଁଛନ୍ତି 4 ଓଭର, 4-5 ଓଭର, ନେକ୍ସଟ ମତେ ଲାଗିଲାନି ସେ ଖେଳିବାକୁ ଆଇଛନ୍ତି କରିକି। ଆକ୍ଚୁଆଲି ତା ଭିତରେ ତା ପରେ ଲାଷ୍ଟରେ ଜଣେ ହାଫିଜ ଏହସାନ, ନା ତ ଭାଇ ରାଜା ରାଜୁଡା ନା, ଯେମିତି ଗୋଟେ ମାନେ ଛାଡ, ସେ କିଛି ସ୍କୋର କରିଥିଲା, ବାକି ହେଲେ ବି କଣ ହବ, ଭିକାରୀ ତ ଜିତି ପାରୁନାହାନ୍ତି, ଭିକାରୀଙ୍କ ପିଲା କୋଉଠୁ ଜିତିବେ ପୁଣି। ଭିକାରୀ ବହୁ ମାନେ ତ କଷ୍ଟରେ ବାଡେଇ ଟେରରିଷ୍ଟ ହବା ପିଟି ହେଇ ପଛରେ ଚାଲିଛନ୍ତି, ଆଉ ତାଙ୍କ ଛୁଆ ମାନେ କଣ ମ୍ୟାଚ୍ ଖେଳିବେ? ସେମାନେ ସେ ଟେରରିଷ୍ଟ ହବା ପଛରେ ଦୌଡିବେ। କୋଉଠୁ ଜିତିବେ? ଚାଟି ପିଟି ହେଇ, ବାଡେଇ ପିଟି ହୋଇ, ଯାହା ବି କରିକି 150 ସ୍କୋର ଛୁଇଁଛନ୍ତି, ତ 150 ରନ୍ କରିକି ଅଲ ଆଉଟ୍ ହେଇଛି ପାକିସ୍ତାନ। ଆଉ ସେ ତା 50 ଓଭର ମଧ୍ୟ ଖେଳି ବି ପାରିଲାନି ପାକିସ୍ତାନ ଟିମ୍, 42 ଓଭର ହିଁ ଖେଳି ପାରିଲା। ତ ଇଣ୍ଡିଆ ପୁଣି ଥରେ ପୁରା ଛି ଭାବରେ ଜିତିଲା, ଛି ଭାବରେ। କାହିଁ ଖେଳୁଛି ପାକିସ୍ତାନ ସାଙ୍ଗରେ ଏଇଟା ମୁଁ ଜାଣି ବି ପାରୁନି ଆସି ଯାଏ, ଯିଏ ଖେଳୁଛି ହରଉଛି। ଛାଡ, ନେକ୍ସଟ ଆମ ଟାଇମ ଟା ତ ଫ୍ରି ହେଇଯାଉଛି, ମାନେ ଭିଡିଓ ଗୁଡା ଲମ୍ବା ହେଇଯାଉଛି, ଅଡିଏନ୍ସ ମାନେ ବାରମ୍ବାର ଆମକୁ କମ୍ପ୍ଲେନ କରୁଛନ୍ତି, ତ ଆମେ ଯିବା ଆମ ଓଭରସିଜ ଆନାଲିସିସ୍। ଓକେ, ତ ଠିକ ଅଛି। ଯାହା ବି ତ ଆନାଲିଟିକ୍ସ ଯାହା ବି କହିବି। ତ ଠିକ ଅଛି, ତ ଆମର ଇଣ୍ଡିଆନ କ୍ରିକେଟ ଟିମ ର ତ ମାନେ ଯାହା ବି ବର୍ତ୍ତମାନ ଚାଲିଛି ଆମେ ଡିସ୍କସନ କଲେ, କିନ୍ତୁ ଓଭରସିଜ ରେ ଆମର ଗୋଟେ ଚାଲିଛି ବହୁତ ବଡ ଆସେସ୍ ମ୍ୟାଚ, ଦ ଆସେସ୍, ଯୋଉଟା କି ଇଂଲଣ୍ଡ ଆଉ ଅଷ୍ଟ୍ରେଲିଆ ଭିତରେ ଅଲରେଡି ଦର୍ଶକ ମାନେ ଜାଣିଥିବେ। ଆଉ ଏଇଟା ବି ଦର୍ଶକ ବହୁତ ମାନେ ବଡ ନୁହଁ, ଜାଣିଥିବେ ଯେ ବହୁତ ବଡ ନୁହଁ ଆକ୍ଚୁଆଲି, ଆମ ବର୍ଡର ଗାଭାସ୍କର ଟ୍ରଫି ବି ଏବେ ଇକ୍ୱାଲିଟି ହେଲାଣି ତା ସହିତ, ଆସେସ୍ ସହିତ, ଏମିତି କହିବାକୁ ଗଲେ। ବାକି ତ ଆସେସ୍ ଭାଇ, ଆସେସ୍ ଆସେସ୍ ଟିକେ ଆସେସ୍ ଲେବୁଲ ହେଇକି ଅଛି, ବହୁତ ଜିନିଷ, ମାନେ ଆଇପିଏଲ ବହୁତ ର ଜିନିଷ, ଚେନ୍ନାଇ ମୁମ୍ବାଇ ଟିକେ ଯାହା ଟାଇମ ଲାଗିବ। ଆସେସ୍, ମାନେ ଚେନ୍ନାଇ ମୁମ୍ବାଇ ଯାହା ନୁହଁ, ମାନେ ଏଲ ବର୍ଡର ଗାଭାସ୍କର କ୍ଲାସିକୋ ଟ୍ରଫିକୁ ଆସେସ୍ ଯୋଉଟା ହବାକୁ ଟିକେ କୁହନ୍ତି। ଟାଇମ ଲାଗିବ। ହୁଁ, କି ଅର୍ଜୁନ ସରି କି ତେନ୍ଦୁଲକର ଆମର ଆଣ୍ଡରସନ ଟ୍ରଫିକୁ ଆଣ୍ଡରସନ ଟ୍ରଫି ଆସେସ୍ ଭଳିଆ ଲେବୁଲ ଯୋଉ ଟାଇମ ଲାଗିବ। ଟାଇମ ଲାଗିବ। ବାକି ଆସେସ୍ ଟିକେ ହେଇଯାଇଛି, ଓଭର ହାଇପ୍, ମାନେ ହାଇପ୍ ହେଇଯାଇଛି, ଓଭର ହାଇପ୍ କ୍ରିଏଟ ତା ପଛରେ କରିଦେଇଛି। ବି ଗୋଟେ ଆଉ ଭଲ ଭଲ କାହାଣୀ ମାନେ ଅଛି, ଆସେସ୍ କେମିତି କାହାଣୀ ଅଛି କି, ତିଆରି ହେଲା। ପ୍ଲସ୍ ସେଇ ଲେବୁଲର ଗେମ୍ ବି ସେଠି ହୁଏ, ହୁଏ ସେଇ ବାସ୍। ଲେବୁଲର ଗେମ୍ ବି ହୁଏ। ନାଇଁ, ଆଉ ଗୋଟେ ଜିନିଷ ହଉଛନ୍ତି କଣ, ମାନେ କ୍ରାଉଡ ମାନେ ସେଇଭଳିଆ ଇନଭଲଭମେଣ୍ଟ ନିଅନ୍ତି, ମାନେ ହଁ ଖେଳଟାକୁ ପୁରା ଭଲସେ, ମାନେ ଯେମିତି ପୁରା ଜିଦି ଜିଦିରେ ଖେଳ ହୁଏ, ତ ସେଇଭଳିଆ ଖେଳ ତ ଚାଲେ। ଆଉ ଦର୍ଶକ ମାନେ ଅଲରେଡି ଜାଣିଥିବେ, ଦିଟା ମ୍ୟାଚ ସରିଯାଇଛି, ଦିଟା ଯାକ ମ୍ୟାଚରେ ଅଷ୍ଟ୍ରେଲିଆ 8 ୱିକେଟରେ ଜିତିଛି। ଓକେ, ତ ମେନ୍ ଜିନିଷ ହଉଛି ମିଚେଲ ଷ୍ଟାର୍କ କୁ ସେମାନେ ଟ୍ୟାକେଲ ହିଁ କରିପାରୁନାହାନ୍ତି। ମାନେ ଦିଟା ଯାକ ମ୍ୟାଚରେ, ମାନେ ଅଲମୋଷ୍ଟ 4ଟା ଇନିଂସରେ, ଯୋଉଟା ମାନେ ଇଂଲଣ୍ଡ ବ୍ୟାଟିଂ କରିଛି, 3ଟା ଇନିଂସରେ ମିଚେଲ ଷ୍ଟାର୍କ ପ୍ରଥମ ଓଭରରେ ହିଁ ୱିକେଟ ନେଇଯାଇଛି। ବାସ୍, ତ ଯୋଉଟା କି ସବୁଠୁ ମାନେ ହଟ୍ ଟପିକ। ହଁ, କାରଣ ଇଂଲଣ୍ଡ ଯେତେବେଳେ ଆସିଥିଲା ଆମର, ମାନେ ଇଂଲଣ୍ଡ ସହିତ ଯେତେବେଳେ ଇଣ୍ଡିଆର ମ୍ୟାଚ ଚାଲିଥିଲା ଇଂଲଣ୍ଡରେ, ସେ ଯେତେବେଳେ ବି ମାନେ ଭଲ ଭଲ ଓପନରକୁ ସେ ଟ୍ରାଏ କରିଥିଲା। ତ ଠିକ ଅଛି, କିନ୍ତୁ ଇଣ୍ଡିଆ ସହିତ ସେମାନେ ଭଲ ପରଫର୍ମାନ୍ସ କରିଥିଲେ,
କିନ୍ତୁ ଅଷ୍ଟ୍ରେଲିଆକୁ ସେମାନେ ଟ୍ୟାକେଲ ଜମା ବି କରିପାରୁନାହାନ୍ତି। ମାନେ ଇଣ୍ଡିଆ ଏବେ ବି ସହିତ ଭଲ ମାନେ କହିବାକୁ ପରଫର୍ମାନ୍ସ ଗଲେ ଗଦାଧର, ଇଣ୍ଡିଆ ସହିତ ଭଲ ପରଫର୍ମାନ୍ସ ଏଥିପାଇଁ କରିଥିଲେ ପିଚ୍ ତାଙ୍କର ଫ୍ଲାଟ୍ ଦେଇଥିଲେ, ଆଉ ଅଷ୍ଟ୍ରେଲିଆ ସେଭଳିଆ ପିଚ୍ ଦେଇନାହିଁ। ଅଷ୍ଟ୍ରେଲିଆ ପିଚ୍ ରେ ହଁ ସେଇଟା ବାଉନ୍ସି ବି ପିଚ୍, ସୁଇଙ୍ଗିଂ ବଲ୍ ଆଉ ମିଚେଲ ଷ୍ଟାର୍କ ଭଳିଆ ବୋଲର ଇଣ୍ଡିଆ ପାଖରେ ନଥିଲେ, ତ ସେଥିପାଇଁ ସେମାନେ ଭଲ ତାପରେ ଆଉ ଗୋଟେ ପରଫର୍ମାନ୍ସ ଜିନିଷ କରିଥିଲେ। ହଉଛି ଇଂଲଣ୍ଡର ମେନ୍ ଯିଏ ଆମର କ୍ୟାପ୍ଟେନ ଷ୍ଟୋକ୍ସ, ସେ ବି ମାନେ ସେମିତି କିଛି ଆଖି ଦୃଷ୍ଟିଆ ପରଫର୍ମାନ୍ସ କରିପାରୁନାହାନ୍ତି। ଷ୍ଟ୍ରୋକ୍ସ ର ଆଉ ତ ଫ୍ଲପ୍ ଶୋ ମେନ୍ ଚାଲିଛି ଜିନିଷ ପୁରା। ହଉଛି ଆମେ ପୂର୍ବ ଭିଡିଓରେ ଯେମିତି ମାନେ କହିଥିଲେ ମାନେ ଇଂଲଣ୍ଡ ହାରିବାର ମେନ୍ ରିଜନ କଣ ନା ତାଙ୍କର ବାଜ ବଲ୍। କାରଣ କେହି ବି ଗୋଟେ ଦେଖ କ୍ରିକେଟରେ ସିଚୁଏସନ ମାନେ କୁ ଯଦି ଖେଳି ଟେଷ୍ଟ ପାରନ୍ତି। କ୍ରିକେଟ ହଁ ଖେଳିବାକୁ ଯାଉଛ, ଦେଖ ମୁଁ ପ୍ରଥମରୁ ଗୋଟେ ଜିନିଷ କହିବି, ଯଦି ମାନେ କ୍ରିକେଟ ଯଦି ଟେଷ୍ଟ କ୍ରିକେଟ ଖେଳିବାକୁ ଯାଉଛ ତାହେଲେ ତମକୁ ସ୍କୋର ତ ଠିକ ଅଛି, ସ୍କୋର ତ କରିବାକୁ ପଡିବ, କିନ୍ତୁ ଇନିଂସ ମାନେ କ୍ରିଜ ରେ ତମକୁ ଅଧିକ ସମୟ ବିତେଇବାକୁ ପଡିବ, ବାସ୍। ଯୋଉଟା କି ମାନେ ତାଙ୍କର ଅଲମୋଷ୍ଟ ମାନେ କହିବାକୁ ଗଲେ 11 ପ୍ଲେୟାର ଭିତରୁ କେହି ବି ଜଣେ ବି ତିଷ୍ଠି ପାରୁନାହାନ୍ତି। ପ୍ରିଭିୟସ ମ୍ୟାଚରେ ଯେହେତୁ ମାନେ ଆମର ପିଙ୍କ ବଲ୍ ଟେଷ୍ଟ ଥିଲା, ତ ଗୋଟେ ଥାଏନି କି ମାନେ ରାହୁଲ ଦ୍ରାବିଡ ହେଇଗଲା କିମ୍ବା ଆମର କୁମାର ଦିନେଶ ସାଙ୍ଗାକାର ୱାସମନ୍ ହେଇଗଲା, ସେମାନେ ହେଇଗଲା। ଗୋଟେ ହଁ ମାନେ ଦେଖ ସାଙ୍ଗାକାର କଥା ମୁଁ କଣ ପାଇଁ ଉଠେଇଲି ନା ଯେମିତି ବର୍ତ୍ତମାନ ରୁଟ୍ ଏବେ ଅଷ୍ଟ୍ରେଲିଆ ଏଗନେଷ୍ଟରେ ଶତକ କରିନଥିଲେ ଅଷ୍ଟ୍ରେଲିଆରେ, ତ କିନ୍ତୁ ସେ ଏବେ ପୂର୍ବ ମ୍ୟାଚରେ ପିଙ୍କ ବଲ୍ ଟେଷ୍ଟରେ ଆମର କରୁଛନ୍ତି। ଗାବାରେ କରିଦେଲେ। ତ ସେମିତିଆ ଗୋଟେ ମ୍ୟାଚ ମନେ ପକେଇବାକୁ ଚାହୁଁଛି କି ମାନେ ଆମର ଯୋଉ ଏ ଲର୍ଡସ ରେ ରିଗାର୍ଡିଂ ଗୋଟେ ଭଲ ଟପିକ ଅଛି ଗଦାଧର, ଜାଣିଛ ନା ନାଇଁ? ସେନ୍ ୱାଟସନ୍ ବାଲା ବୟାନ, ସରି ସେନ୍ ୱାଟସନ୍, ନାଇଁ ନାଇଁ, ସେନ୍ ସେ ୱାଟସନ୍ ଜଣେ ଥିଲେ ନା କିଏ ଥିଲେ ଅଛି, ସେଟା ଆମେ ପରେ ଅଷ୍ଟ୍ରେଲିଆର? ଡିସ୍କସନ କରିବା। ହଁ ପରେ ଡିସ୍କସନ କରିବା। ପରେ ତ ଡିସ୍କସନ ମୁଁ କରିବା। ସାଙ୍ଗାକାର କଥା କଣ ପାଇଁ କହିଲି ନା ସାଙ୍ଗାକାର ବି ସେମିତି ଲର୍ଡସ ରେ ମାନେ ଚାହୁଁଥିଲେ କି ତାଙ୍କର ଗୋଟେ ସେଞ୍ଚୁରୀ ହଉ ବୋଲି, କିନ୍ତୁ ସେ ମାନେ କ୍ୟାରିୟର ଏଣ୍ଡ ବେଳକୁ କରିଥିଲେ। ତ ଅଲମୋଷ୍ଟ ଏବେ ମାନେ ଆମେ ତ କହିବାନି କ୍ୟାରିୟର ଏଣ୍ଡ, ବଟ୍ ଟୁୱାର୍ଡସ୍ ଦ ଏଣ୍ଡ ଯୋଉ ରୁଟ୍ ମାନେ ଆମର ଫାପ୍ ଫୋର ର ଯୋଉଟା ଯୋଉମାନେ ଅଛନ୍ତି, ତ ସିଏ ବି ଗୋଟେ ଶତକ କଲା, ଆଉ ତାଙ୍କ ପ୍ୟାରେଣ୍ଟସ୍ ବି ମାନେ ଷ୍ଟାଡିୟମ ରେ ଥିଲେ। ବଟ୍ ସେଇ ଆମର ମାନେ ଯଦି ଆମେ ଡିସ୍କସନ କରିବା ପୁଣି ମାନେ ଇଂଲଣ୍ଡ କେମିତି ବାଉନ୍ସ ବ୍ୟାକ୍ କରିପାରିବ, ମତେ ତ ଲାଗୁନି ସେମାନେ ବାଉନ୍ସ ବ୍ୟାକ୍ କରିପାରିବେ। ବଟ୍ ଦେଖାଯାଉ, କାଲି 17 ରେ ଅଛି ଆମର ଥାର୍ଡ ଟେଷ୍ଟ, ଆଉ ତାପରେ ପୁଣି ଡିସେମ୍ବର 26 ରେ ଆମର ଯୋଉଟା କୁହାଯାଏ କଣ କୁହନ୍ତି ନ୍ୟୁ ଇୟର, କ୍ରିସମାସ ନ୍ୟୁ ଇୟର ଟେଷ୍ଟ। ହଁ ନ୍ୟୁ ଇୟର ଟେଷ୍ଟ ଯୋଉଟା ହବ, ସେଇଠି ବି ଗୋଟେ ଟେଷ୍ଟ ମ୍ୟାଚ ଅଛି। ତ ଦେଖାଯାଉ କଣ ହଉଛି, ବଟ୍ ଓଭରଅଲ ମତେ ତ ଲାଗୁନି ଆସେସ୍ ମାନେ ଇଂଲଣ୍ଡ ଡ୍ର କରିପାରିବ, କାରଣ ଅଲରେଡି ଆସେସ୍ ଅଷ୍ଟ୍ରେଲିଆ ହାତକୁ ଅଛି, ପଳେଇଲାଣି କହିବାକୁ ଗଲେ, ପଳେଇଲାଣି। ହଁ ନୋ ଡାଉଟ। ଆଉ 3ଟା ବାକି ମ୍ୟାଚ ଅଛି ଦେଖାଯାଉ। ସେ ହଁ ଆଉ ଗୋଟେ ବାସ୍ ଜିନିଷ କିଛି ବି ହଉଛି ହେଇପାରେ, କିଛି ବି କ୍ରିକେଟ ଇଜ ହେଇପାରେ, କିଛି ଅନସର୍ଟନ ବି ଗେମ୍। ହେଇପାରେ। ବାସ୍। ଆହୁରି ହଁ ଭାଇ ତିନିଟା ମ୍ୟାଚ ହେଲାଣି। ହଁ, ଆଉ ଗଦାଧର ଏଇଟା କହୁଛି କି ଶୁଣ ସେ ଯୋଉ ପ୍ରୀତିଶ ସେନ୍ ୱାଟସନ୍ ବାଲା ଅନସର୍ଟନ ବୟାନ ଗେମ୍ ଦେଇଥିଲି, ଗୋଟେ ଜିନିଷ, ଅନସର୍ଟନ ଗେମ୍ ତମେ କହିପାରିବ, ବଟ୍ ସେମାନେ ଦେଖ ଅନସର୍ଟନିଟି ତମେ କାହାକୁ ନେଇ କହିବ ଯୋଉମାନେ ମାନେ ତାଙ୍କର ମାଇଣ୍ଡ ସେଟଟା ହିଁ ସେମିତି ଥିବ ଡ୍ର ଆଡକୁ ଯିବା ପାଇଁ, କିନ୍ତୁ ବାଜ ବଲ ଏରାରେ ସେମାନେ ଚାହୁଁନାହାନ୍ତି ଭାଇ ଡ୍ର ବି ହଉ ବୋଲି। ନାଇଁ ନାଇଁ ଏଇଟା ଭୁଲ କଥା ଗଦାଧର, ଡ୍ର ଚାହୁଁନାହାନ୍ତି ନୁହଁ, ସେମାନେ କେହି ବି ପରଫର୍ମାନ୍ସ କରିପାରୁନାହାନ୍ତି। ଆଇଦର ଖେଳିବେ ତ ବାଜବଲ ୱେରେ ଖେଳନ୍ତୁ, ନାଇଁ ତ ନାଇଁ ସିଙ୍ଗଲ ଖେଳନ୍ତୁ। ସେମାନେ କନଫ୍ୟୁଜନ ହେଇଯାଉଛନ୍ତି। ବାଜବଲ କଣ ଖେଳୁଛନ୍ତି? ବାଜବଲ କେତେ ଜଣ ଖେଳୁଛନ୍ତି? ବାଜବଲ ଖେଳୁଛନ୍ତି ତ ଜୟସୱାଲ, ରିଷଭ ପନ୍ତ, ଏମାନେ ବାଜବଲ ଖେଳୁଛନ୍ତି। ବାସ୍ ବାଜବଲ ନୁହେଁ, ବାସ୍ ଏମାନେ ଜାସବଲ, ସେ ରିଷଭ ବଲ ଖେଳୁଛନ୍ତି କହିବ। ସେମାନେ ହିଁ ଖେଳୁଛନ୍ତି ମାନେ ଠିକ ୱେରେ, ହଁ। ଯୋଉ ବଲ ମିଳୁଛି ବା ସେଇ ବଲକୁ ହିଟ୍ କରୁଛନ୍ତି, ଯୋଉ ବଲ ଡିଫେନ୍ସିଭ ସେଇଟା ଡିଫେନ୍ସିଭ, ଏଇଟା ହଉଛି ବାଜବଲ। ନା ଆଉ କି ଆସିଲ ମାନେ ଫାଷ୍ଟ କୁ ଉଡାଅ। ବାଜ ବଲ ସବୁଠୁ ବଡ ଏକ୍ସାମ୍ପଲ ହଉଛି ଟ୍ରାଭିସ ହେଡ୍, ଫାଷ୍ଟ ମ୍ୟାଚରେ, ଆଶିଷର ହଁ ଫାଷ୍ଟ ଟା ବି ସେ ମ୍ୟାଚରେ। ନୋ ବାସ୍ ଡାଉଟ। ଠିକ କଥା। ଏମିତି ଥୋଡି ନା ବାଜବଲ ଖେଳ ହୁଏ, ଏମିତି ନୁହଁ, ସେ କନଫ୍ୟୁଜ ହେଇଯାଉଛନ୍ତି। ତ ଛାଡ, XYZ ତାଙ୍କ ଟିମ୍। ମୁଁ ସେ ଯୋଉ ୱାଟସନ୍ ବାଲା ବୟାନ ଦେଇଥିଲି, ମୁଁ ଏଇଟା କହିବାକୁ ଚାହୁଁଛି, ସେଟା ମ୍ୟାଥ୍ୟୁ ହାଡେନର ବୟାନ ଥିଲା ମାଥ୍ୟୁ କି ହେଡେନ ସିଏ ଯଦି ରୁଟ୍ ସ୍କୋର ନ କରେ ସିଏ ନେକେଡ ହେଇ MCG ରେ ବୁଲିବ। ଏଇଟା ସେ ବୟାନ ଦେଇଥିଲା ମ୍ୟାଚ୍ ପୂର୍ବରୁ, ଆଉ ରୁଟ୍ ହିଁ 100 ମାଇଲା, 100 ସ୍କୋର କଲା ସେ ମ୍ୟାଚ୍ ରେ। ବାହ। ଓକେ, ତ ଭିଡିଓ ଆଉ ବେଶୀ ଲମ୍ବା କରିବାନି, ଭିଡିଓ ଏଇଠି ସମାପ୍ତ କରିବା, ନା କଣ କହୁଛ? ହଁ ତ ତ ଠିକ ଅଛି, ତ ଆମର ଭିଡିଓରୁ ଆମେ ବର୍ତ୍ତମାନ ତ ବିଦାୟ ନେବା ପୂର୍ବରୁ, ହଁ କଥା କୁହ। ହୁଁ ଭିଡିଓ ବିଦାୟ ନେବା ପୂର୍ବରୁ ଗୋଟେ ଜିନିଷ ହଉଛି, ବର୍ତ୍ତମାନ ଏବେ ହଟ ଟପିକ ଚାଲିଛି କଣ, IPL ଅକ୍ସନ। ତ ଆଜି ହିଁ ଯୋଉଟା କି 16 ତାରିଖରେ ଆଉ ଡିସେମ୍ବରରେ କିଛି ହବାକୁ ସମୟ ପରେ ଯାଉଛି। ଆରମ୍ଭ ହବ, ତ ତାର ବି ହଁ ଭିଡିଓ ଆମେ କରିବୁ। ଟାଇମିଂ ତ ଟାଇମିଂ ଟାଇମିଂ 2:30 2:30 2:30 PM। 2:30। ଓକେ, ତ ଆମେ ଯେତେ ଶୀଘ୍ର ବିଦାୟ ନେବା ସେତେ ଶୀଘ୍ର ଆମେ ଲଞ୍ଚ କରିବା। ଆଉ ଆମେ ତ ବହୁତ ଏକ୍ସାଇଟେଡ ଅଛୁ IPL ଅକ୍ସନ ପାଇଁ, ତ ସେଟା ବି ଆମେ କଭର କରିବା। ତ ଆପଣ ମାନଙ୍କ ପାଇଁ ବି ନୂଆ ଭିଡିଓ ଆଣିବା, ତ ସେଥିପାଇଁ ତ ମୁଁ ଏକ୍ସାଇଟେଡ ଅଛି। ତ ଏମାନଙ୍କ ପାଇଁ ଆଣିବାକୁ ଯାଉଛୁ ଆମେ ସବୁଠାରୁ
ଓକେ ଏମିତି କହିବାର ଅଛି ନା, ତ ଆମ ଫ୍ୟାନ୍ସ ମାନଙ୍କ ପାଇଁ, ଆମ ଫଲୋଅର୍ସ ମାନଙ୍କ ପାଇଁ ଆମର ବଢୁ ହିଁ ନାହିଁ, ତ ଏମିତି କିଛି ଆଟ୍ରାକ୍ଟିଭ କହିବାର ଅଛି। ତ ଯେମିତି କି ରିପୋର୍ଟର ମାନେ ଭାଇ ଏମିତି ଗୋଟା ଖାଲରେ ପାଣି ପଶିଯାଇଛି ଏମିତି କହନ୍ତି ନା, ତ ସେମିତି ଆପଣ ମାନଙ୍କ ପାଇଁ ଆମେ ଆଣିବାକୁ ଯାଉଛୁ କ୍ରିକେଟ ଇଣ୍ଡଷ୍ଟ୍ରିର ସବୁଠାରୁ ହଲଚଲ କରୁଥିବା ଖବର। ଆଉ କିଛି ସମୟ ପରେ ଅପେକ୍ଷା କରନ୍ତୁ ଦର୍ଶକ ବନ୍ଧୁ, ଏଇ ଚ୍ୟାନେଲରେ ଆପଣ ଦେଖିବା ପାଇଁ ସ୍ଲିପ କରନ୍ ଟକ୍ସ। आइए देखते हैं मजा आएगा ये ଜଲ୍ଦି ଜଲ୍ଦି ସବସ୍କ୍ରାଇବ କରିଦିଅନ୍ତୁ। ସବସ୍କ୍ରାଇବ, ଲାଇକ୍, ସେୟାର ସବୁ କରି ରଖନ୍ତୁ। ଓକେ, ତ ଏଥି ସହିତ ଆମେ ଭିଡିଓରୁ ବିଦାୟ ନେଉଛୁ। ତା ପୂର୍ବରୁ ଆପଣମାନେ ଭିଡିଓଟିକୁ ଲାଇକ୍ କରିକି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ସେଇ ହଟ୍ ଟପିକ ଆପଣମାନଙ୍କ ସାମ୍ନାରେ ଜଲ୍ଦି ଆସି ପହଞ୍ଚିଯିବ। ରହୁଛୁ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜ୍ଞା।